ଆଜ୍ଞା ହୁଁ। ओम अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपः कदामयं ददाति स्वपदान्तिकम्। वन्देऽहं श्रीगुरुं श्रीयुतपदकमलं श्रीगुरुं वैष्णवांश्च श्रीरूपं साग्रजातं सगणरघुनाथं नित्यं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादां सगण ललिता श्रीविशाखानुतां हे कृष्ण करुणा सिंधु दीनबंधु जगतपते गोपेश गोपिका कांत राधाकांत नमस्ते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिय वाञ्छाकल्पतरुभ्यश्च कृपा सिन्धुभ्यः एव च पतितानं पावनेभ्यो वैष्णवेभ्यो नमो नमः। नमो महावद्दानाय कृष्ण प्रेम हृदय कृष्णाय कृष्ण चैतन्य नाम्नि गौरी नमो नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिनिति नामिने। नमो विष्णुपादाय कृष्णपृष्ठाय भूतले श्रीमते लोकनाथ स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी कृष्ण। हरे कृष्ण 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 हरे 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 राम 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 हरे हरे। अनंत कोटि वैष्णव जय। हरे कृष्ण जय श्री गुरुदेव। हरे कृष्ण। ବୃନ୍ଦାବନ ଯାତ୍ରା ଆମର ମହାରାଜଙ୍କର ଆମେ ଦର୍ଶନ କରିବାକୁ ଯାଇ ଆମେ ଯେହେତୁ ଆଜି ଉଁ ମତେ ସୁଯୋଗ ମିଳିଛି ବୃନ୍ଦାବନର ବ୍ୟାଖ୍ୟା କରିବା ପାଇଁ ବୃନ୍ଦାବନ କିପରି ମୁଁ ମୋର ଅନୁଭୂତି ମୁଁ ଯାହା କଲି ସେ ବୃନ୍ଦାବନରେ ମୋର ଅନୁଭୂତି କିପରି ରହିଲା ସେଟା ମୋର ମତେ ବ୍ୟାଖ୍ୟା କରିବା ପାଇଁ ସୁଯୋଗ ମିଳିଛି। ଉଁ ଆମେ ତ ମୁଁ ତ ଭଲସେ ବ୍ୟାଖ୍ୟା କରିପାରେନି। ଆଉ ବୃନ୍ଦାବନରେ ଆମେ ମହାରାଜଙ୍କର 50ତମ ସନ୍ନ୍ୟାସ ସନ୍ନ୍ୟାସ ଦିବସ ପାଳନ କରିବାକୁ ଯାଇଥିଲୁ। କିନ୍ତୁ ଯେହେତୁ ଗୁରୁ ମହାରାଜ ଆମେ ଗୁରୁଙ୍କ ଥ୍ରୋରେ ଆମେ ବୃନ୍ଦାବନକୁ ଦର୍ଶନ କରିପାରିଲୁ। ଗୁରୁ ମହାରାଜଙ୍କର କୃପାରେ ଆମେ ବୃନ୍ଦାବନକୁ ଦର୍ଶନ କରିପାରିଲୁ। ଆମେ ଯାଇଥିଲୁ ଆମର ଲକ୍ଷ୍ୟ ଗୁରୁ ମହାରାଜ ଥିଲେ ଗୁରୁ ମହାରାଜଙ୍କ ଥ୍ରୋରେ ଆମେ ବୃନ୍ଦାବନ ଦର୍ଶନ ହେଲା। ଆମର କର୍ମୀ ଚକ୍ଷୁରେ ଆମେ ବୃନ୍ଦାବନକୁ ତ ଏତେ ଭଲରେ ଆମ ଆଖିରେ ଉତାରି ପାରିବାନି, ହେଲେ ଗୁରୁ ମହାରାଜଙ୍କର ସେ କୃପା ଯୋଗୁଁ ଆମେ ବୃନ୍ଦାବନକୁ ଭଲସେ ଦର୍ଶନ କରିପାରିଲୁ ଆଉ ତାର ଅନୁଭୂତି ବି ଗ୍ରହଣ କରିପାରିଲୁ। ପ୍ରଥମେ ଯୋଉଦିନ ମୁଁ ପୂର୍ବରୁ ଯେବେ ବୃନ୍ଦାବନ ଯିବାକୁ ଭାବେ ମୁଁ ବୃନ୍ଦାବନ ଗଲେ କିଛି ସଂକଳ୍ପ ରଖିଥିଲି, ଏମିତି ବୃନ୍ଦାବନ ଗଲେ ଇଏ କରିବି ସେ କରିବି। ବୃନ୍ଦାବନ ଗଲେ ଏଠିକି ଆଗ ଯିବି ସେଠିକି ଆଗ ଯିବି, ଏମିତି କୀର୍ତ୍ତନ କରିବି, ଇସ୍କନରେ ଯାଇକି କୀର୍ତ୍ତନ କରିବି, ଏମିତି ସବୁ ଭାବିଥିଲି। ଆଗ ସବୁ ସବୁ ଯାହା ଭାବିଥିଲି ସବୁ କଲି ମଧ୍ୟ। ଆଉ ଗୁରୁ ମହାରାଜଙ୍କର ଦର୍ଶନ ବି ହେଲା, ଗୁରୁ ମହାରାଜଙ୍କର କ୍ଲାସ ବି ହେଲା। ଗୁରୁ ମହାରାଜ ବଢିଆ କୀର୍ତ୍ତନ ବି କଲେ ସେଠି। ଆଉ ଯେହେତୁ ଆମର ଟ୍ରେନ ବିଳମ୍ବ ଥିଲା, ଯେହେତୁ ଥିଲା ଆମର ଟ୍ରେନରେ ମଧ୍ୟ ଯୋଉ ଗୁରୁ ପୂଜା ହେଲା, ଟ୍ରେନରେ ମଧ୍ୟ କୀର୍ତ୍ତନ ହେଲା। ଆଉ ଆଉ ଜପ ଯାହାର ମାନେ ଜପ ଖାଲି ଟ୍ରେନରେ ବସି ଯାଉଛି, ଜପ ବି କମ୍ପ୍ଲିଟ ହେଇଯାଉଥିଲା। କିଛି ଏପଟ ସେପଟ କାମ ନାହିଁ, ଜପ ବି କମ୍ପ୍ଲିଟ ହେଇଯାଉଥିଲା। ଆଉ ଟ୍ରେନରେ ଭକ୍ତ ମାନଙ୍କର ଏତିକି ଥିଲା ନିଷ୍ଠା, ସବୁ ଭକ୍ତ ମାନେ ଗାଧଉଥିଲେ ଏତେ ସକାଳୁ ଏତେ ରାତିରେ, ସକାଳୁ ସକାଳୁ ସବୁ ସ୍ନାନ କରୁଥିଲେ ଏତେ ଥଣ୍ଡାରେ ମଧ୍ୟ। ପାଣି ପୁରା ଚିଲ୍ଡ ଥିଲା, ସେଥିରେ ବି ସ୍ନାନ ହଉଥିଲା। ଅନୁଭୂତି ଗୋଟେ ଅଲଗା ଥିଲା କି ଭକ୍ତ ମାନଙ୍କ ସଙ୍ଗରେ ଆସିଛି, ଭକ୍ତ ମାନଙ୍କ ସଙ୍ଗରେ ଅଛି ଜଣା ପଡୁନଥିଲା। ଜଣା ପଡୁନଥିଲା କି କିଛି କଷ୍ଟ ବୋଲି କିଛି ଜଣା ପଡୁନଥିଲା। ସବୁ ତ ଭକ୍ତ ମାନଙ୍କ ସଙ୍ଗରେ ଥିଲା ମାନେ ସବୁ ଯେମିତି ଗାଡି ଚାଲିଲା ବେଳେ ସବୁ ଚାଲିବ, ସେମିତି ଚାଲିଥିଲା ଗୋଟେ। ସ୍ନାନ କଲେ ବି କିଛି ଏତେ ଇଏ ଲାଗୁନଥିଲା, ସବୁ ହଉନଥିଲା ସେଠି ବୃନ୍ଦାବନରେ ବି କିଛି। ମତେ ମୋ କଥା ଦେଖିବାକୁ ଗଲେ ମତେ ବୃନ୍ଦାବନରେ କେବେ ଥଣ୍ଡା ହେଇନଥିଲା କି ଟ୍ରେନରେ ଥଣ୍ଡା ହେଇନଥିଲା, ଆସିଲା ପରଠୁ ଥଣ୍ଡା ଏପର୍ଯ୍ୟନ୍ତ ଛାଡୁନି। ସେଟା ରାଧାରାଣୀଙ୍କ କୃପା। ଆଉ ବୃନ୍ଦାବନରେ ଆମେ ଯେତେବେଳେ ଯାଇକି ପହଞ୍ଚିଲୁ, ଆମର ଗୋଟେ ଏକ୍ସାଇଟମେଣ୍ଟ ଆସିଲା ଭାରି ମନରେ। ଆମେ ଯେତେବେଳେ ମଥୁରାରୁ ଯାଇଥିଲୁ ପଦ୍ମିନୀ ଆଶ୍ରମକୁ ଗଲା ବେଳେ ଯୋଉ ଯାତ୍ରାଟା ଥିଲା, ସେତେବେଳେ ଆମେ କୀର୍ତ୍ତନ କରି କରି ଯାଉଥିଲୁ। ସେ ଯୋଉ
ଗାଡିରେ ଯାଉଥିଲୁ, ସେତେବେଳେ ବି ଆମେ କୀର୍ତ୍ତନ କରିକି ଯାଉଥିଲୁ। ସେ ଯୋଉ 20 ମିନିଟ୍ ଥିଲା, 15-20 ମିନିଟ୍ ଥିଲା ସେତିକି ବାଟ, ସେତେବେଳେ ବି କୀର୍ତ୍ତନ କରିକି ଯାଉଥିଲୁ। ଆମର ସୁରେଶ ପ୍ରଭୁ ବଢିଆ କୀର୍ତ୍ତନ କରିବାକୁ ଆମକୁ ସହଯୋଗ କଲେ। ଆଉ ସବୁ ଭକ୍ତ ମାନେ କରତାଳ ଦେଇକି କୀର୍ତ୍ତନ କରିକି ଏତେ ଜୋରେ ଯାଉଥିଲେ କି ବୃନ୍ଦାବନ ସେ ବ୍ରଜବାସୀ ମାନେ ବି ଅନଉଥିଲେ, ଅନେଇ ଅନେଇ ରାମ ରାମ ହରେ କୃଷ୍ଣ ଏମିତି କହି କହି ଯାଉଥିଲେ ଆମକୁ। ତାକି ଆମେ ବି ଏକ୍ସାଇଟମେଣ୍ଟ ଗୋଟେ ଥିଲା କି ବୃନ୍ଦାବନ ସେ ଯୋଉ ଗେଟ୍ ଟା ଆସିବ କେତେବେଳେ, ବୃନ୍ଦାବନ ପ୍ରବେଶ ଦ୍ଵାର ଦେଲେ ସେ ଯୋଉ ଗେଟ୍ ଟା କେତେବେଳେ ଆସିବ, ସେଟା ବି ଆମେ ଅନେଇ ଅନେଇ ଯାଉଥିଲୁ। ଆଉ ସାଙ୍ଗେ ସାଙ୍ଗେ ପହଞ୍ଚୁ ପହଞ୍ଚୁ ଆମେ ବ୍ରଜର ରଜ ସେଇ ମଥାରେ ମାରିଲୁ, ଟିକେ ପ୍ରସାଦ ରୂପେ ଗ୍ରହଣ କଲୁ। ଆଉ ସେଠି ପହଞ୍ଚିଲା ପରେ ଲାଗିଲା କି ହଁ ଗୋଟେ ମାନେ ଆମର ଡେଷ୍ଟିନେସନ ଆମେ ପହଞ୍ଚିଗଲୁ, ଘରେ ଆମର ପହଞ୍ଚିଗଲୁ, ଡେଷ୍ଟିନେସନ ଆମର ଏଇଟା। ତାପରେ ଉପରକୁ ଯାଉ ଯାଉ ଆମେ ଫ୍ରେଶ ହବା ପୂର୍ବରୁ ଆଉ ଥରେ 2-3 ଥର ଖାଲି ଅନଉଥିଲୁ ବାହାରକୁ, ମାନେ ସେ ଝରକାରେ ଫ୍ରେଶ ଆମର କର୍ଣ୍ଣର ରୁମ ଟା ପଡିଥିଲା, ସେ ଝରକାରେ ବାହାରକୁ ଅନେଇ ହଉଥିଲା। ଫ୍ରେଶ ହବା ପୂର୍ବରୁ ଆମେ ବାରମ୍ବାର ଖାଲି ବାହାରକୁ ଅନଉଥିଲୁ, ଯାଇକି ଯେମିତି ବାହାରେ ବୁଲିବୁ କି ଏଇନେ ସାଙ୍ଗେ ସାଙ୍ଗେ ଏମିତି ଖାଲି ଅନଉଥିଲୁ। ତାପରେ ଆମେ ସାଙ୍ଗେ ସାଙ୍ଗେ ସେଦିନ ଫ୍ରେଶ ହେଇକି ବାହାରକୁ ଗଲୁ ବୁଲିଆ ବୁଲି କରିବାକୁ, ସାଙ୍ଗେ ସାଙ୍ଗେ ବାହାରି ପଡିଲୁ। ଆଉ ବୃନ୍ଦାବନ ତ ଖାଲି ରହିବା ବସିବା କଥା ହିଁ ନୁହଁ, ବୃନ୍ଦାବନ ଯାଇଛ ମାନେ ଚାରିଆଡେ ଖାଲି ବୁଲିବା କଥା, ଯେତେ ବୁଲିଲେ ସେତେ ଭଲ। ଆଉ ଆମେ ଯାଉ ଯାଉ ଫ୍ରେଶ ହେଇକି ଆଉଥରେ ସାଙ୍ଗେ ସାଙ୍ଗେ ପଳେଇଲୁ ବାହାରକୁ ବୁଲିବା ପାଇଁ। ମୋ ସହିତ ଗୋଟେ ମୋ ସାଙ୍ଗ 2 ଜଣ ଯାଇଥିଲା, ସିଏ ମାନେ ଆଉ ଆମର ସ୍ୱପ୍ନିତ ରୁ ସିଏ ସେମାନେ 3 ଜଣଙ୍କୁ ଧରିକି ଆମେ ଚାଲିଲୁ ବୁଲିଲୁ ଖାଲି। ମାନେ ପହଞ୍ଚୁ ପହଞ୍ଚୁ ତ ଇଚ୍ଛା ଗୋଟେ ସେତିକି ହେଲା କି ବୃନ୍ଦାବନରେ ଖାଲି ରୁମ ରେ ବସିବାନି, ବୁଲିବା ଖାଲି, ସେତିକି ଗୋଟେ ଇଏ ଆସିଲା ଭାରି। ଆଉ ତାର ଫ୍ରେଶ ହେଇକି ବାହାରେ ଟିକେ ଗଲୁ। ତାରେ ସକାଳୁ ସକାଳୁ, ହଁ ସକାଳୁ ସେଦିନ 11ଟା ହେଇଗଲା ବୋଧେ, ସେ ଆଉଥରେ ପ୍ରଭୁ ମାନେ ଆସିଲେ ଟିକେ ମିଟିଂ କଣ ହେଲା, ସେଠି 11ଟା ହେଇଗଲା ଶୋଇଲା ବେଳକୁ, 11ଟା 11:30 ହେଇଗଲା। ତା ପରଦିନ ଆମେ ଭାବିକି ଶୋଇଛୁ ମଙ୍ଗଳ ଆଳତି ଉଠିବୁ, ହେଲେ ମଙ୍ଗଳ ଆଳତି ସେଠି ଟିକେ କଷ୍ଟ ହଉଥିଲା ଉଠିବାକୁ। ମଙ୍ଗଳ ଆଳତି ତା ପରଦିନ ଉଠି ହେଲାନି, ସେ 5:30 ହେଇଗଲା ମଙ୍ଗଳ ଆଳତି ଗଲା ବେଳୁ, ତୁଳସୀ ଆଳତି ଖାଲି ଆଟେଣ୍ଡ କଲୁ। ମଙ୍ଗଳ ଆଳତି ଆଟେଣ୍ଡ କରିଛୁ, 2 ଦିନ କରିଛୁ ମଙ୍ଗଳ ଆଳତି ଆଟେଣ୍ଡ, ହେଲେ ତୁଳସୀ ଆଳତି ସେଦିନ ଆଟେଣ୍ଡ କଲୁ। ଆଟେଣ୍ଡ କଲା ପରେ ନିଦ ତ କମ୍ପ୍ଲିଟ ହେଇପାରୁନଥିଲା, ହେଲେ ବି ମାନେ ନିଦ କମ୍ପ୍ଲିଟ ହେଇନି ବୋଲି କିଛି ଚିନ୍ତା ନଥିଲା, ଏମିତି କି ଟାର୍ଡନେଟ କିଛି ଆସୁନଥିଲା, ମାନେ ଦୁର୍ବଳ ଲାଗୁନଥିଲା କିଛି ନାହିଁ। ଭକ୍ତ ସମୟରେ ଯୁଆଡେ ରାସ୍ତାରେ ଦେଖିଲେ ଭକ୍ତ, ସବୁଆଡେ ଭକ୍ତ, ମାନେ ସେ ଜଣା ହିଁ ପଡୁନଥିଲା ସେ ଦୁଃଖ ଟା। ତାପରେ ଗୁରୁ ମହାରାଜଙ୍କ କ୍ଲାସ ଥିଲା, ତାପରେ ରୁମ କୁ ଆସିକି ପ୍ରସାଦ ପାଇକି ଆଉ ଥରେ ଗଲୁ ଗୁରୁ ମହାରାଜଙ୍କ କ୍ଲାସ। ଗୁରୁ ମହାରାଜଙ୍କ ସେଠି ଯୋଉ ଫେଷ୍ଟିଭାଲ ଥିଲା ସେଠି କ୍ଲାସ ହେଲା ସବୁ, ଗୁରୁ ମହାରାଜ କୀର୍ତ୍ତନ ବି କଲେ। ସେ ଯୋଉ କୀର୍ତ୍ତନ ହେଲା ସବୁ ଭକ୍ତ ମାନେ ନାଚିଲେ। ସେ ମାନେ ବାହାରେ ବି ଭକ୍ତ ମାନେ ଖାଲି ଯୋଉ ସ୍କ୍ରିନ ଟାରେ ଦେଖାଉଥିଲା, ସେଠି ସବୁ ଭକ୍ତ ମାନେ ସେଠି ବାହାରେ, ଭିତରେ ଯେତିକି ଭକ୍ତ ବସିଥିଲେ ତାର ଅଧା ଅଧି ଭକ୍ତ ବାହାରେ ହିଁ ବସିଥିଲେ ପୁରା ଫୁଲ। ସେଠି ଭକ୍ତ ମାନେ ସବୁ ଡେଇଁଲେ ସେ ସ୍କ୍ରିନ ଦେଖିକି। ସ୍କ୍ରିନରେ ବି ମାନେ କୀର୍ତ୍ତନ ଭାଇବ ଆସିଲେ, ମହାରାଜଙ୍କର କୀର୍ତ୍ତନ ଏଇଭଳିଆ ଭାଇବେ, ଗୋଡ ନ ଉଠିଲେ ବି ଉଠିବ। ବାହାରେ ଯୋଉ ଭକ୍ତ ଥିଲେ ସେ ଖାଲି କୀର୍ତ୍ତନକୁ ଶୁଣିକି ସବୁ ଡେଇଁଲେ। କୀର୍ତ୍ତନ ସେଇଭଳିଆ ପାୱାର ମହାରାଜଙ୍କର। ଆଉ ଆଉ ଯୋଉ ସେଦିନ ମହାରାଜଙ୍କୁ ଯୋଉ ମୁକୁଟ ପିନ୍ଧିଲେ, ଆଉ ବେକରେ ସେଇଟା କଣ ପିନ୍ଧିଲେ ମୁଁ ତ ଜାଣିନି, ସେ ମୁକୁଟ ପିନ୍ଧିଲେ ସେଟା ଟିକେ ଭଲ ଲାଗିଲା। ମୁଁ ସେତେବେଳେ ପଛରେ ବସିଥିଲି, ସେଟା ସବୁ ଦର୍ଶନ କରିବା ପାଇଁ ମୁଁ ଆଗକୁ ପଳେଇଲି, ମାନେ କ୍ଲିୟରଲି ଭିଜିବଲ ହେଇପାରିବ ସମସ୍ତେ କେମିତି ମହାରାଜ ପିନ୍ଧୁଛନ୍ତି ମୁକୁଟ। ତାଙ୍କ ମନରେ କିଛି ଗୋଟେ ଅନୁଭବ, ମାନେ କିଛି ଅଲଗା ଚେଞ୍ଜେସ ଦେଖାଉନଥିଲା, ସେମ ଏକ୍ସପ୍ରେସନ ମୁକୁଟ ପିନ୍ଧୁଥିଲେ, ସବୁ କରୁଥିଲେ, କିଛି ଏକ୍ସପ୍ରେସନ ବଦଳ ନଥିଲା। ଟିକେ ଖୁସି ହେଇଯିବି କଣ ହେଇଯିବି ସେ କିଛି ନାହିଁ, ମହାରାଜ କିଛି ଏକ୍ସପ୍ରେସନ ଦଉନଥିଲେ। ମହାରାଜକୁ ଯାହା ସବୁ ପ୍ରଦାନ କରିଥିଲେ ସେ ସବୁ ଗ୍ରହଣ କରିଥିଲେ ସେ। ଆଉ ସେଠି ସବୁ ସରିଲା ପରେ ଗୁରୁ ମହାରାଜଙ୍କ ଦର୍ଶନ ହେଲା ଭଲରେ, ଆଉ କୀର୍ତ୍ତନ ବି ହେଲା। ତାପରେ ଆସିଲୁ ଆମେ ରୁମକୁ ପ୍ରସାଦ ପାଇବାକୁ। କିନ୍ତୁ ମୁଁ ମନରେ ଭାବିକି ଯାଇଛି ବସିବିନି କୋଉଠି, ଖାଲି ତ ବୁଲିବି ଆଉ, ଏମିତିଆ ଭଲ ମନରେ ଭାବନା ଅଛି। ଆଉ ପ୍ରସାଦ ପାଇଲୁ, ପ୍ରସାଦ ପାଇଲା ପରେ ତାପରେ ଯୋଉ ସପ୍ତ ଦେବାଳୟ ଦର୍ଶନ ପାଇଁ ସମସ୍ତେ ପ୍ରସ୍ଥାନ କଲେ, ସବୁ ବୁଲିବାକୁ ହେଲା। ସପ୍ତ ଦେବାଳୟ ଦର୍ଶନ, ଆମେ ତ ଫାଷ୍ଟ ଲେଟ୍ ହେଲା ଟିକେ, ଆମେ ରାଧା ମଦନ ମୋହନକୁ ଯିବାକୁ, ଆମେ ଯାଇକି ଦର୍ଶନ ବି କରିଛୁ। ସପ୍ତ ଦେବାଳୟ ଦର୍ଶନ, ଆଉ ଗୋଟେ କଥା, ଯୋଉ ଆମେ ଯାଇଥିଲେ ଯୋଉ ବୃନ୍ଦାବନ ପରିକ୍ରମା, ଯୋଉ ବୃନ୍ଦାବନ ପରିକ୍ରମା ଟାଇମ ରେ ବି ସବୁବେଳେ ମୋର ଲେଟ୍ ହେଇଯାଉଥିଲା।
ବୃନ୍ଦାବନ ପରିକ୍ରମା ହେଲେ ଭକ୍ତମାନେ ପଳେଇ ତାଙ୍କ ପଛରେ ଭକ୍ତମାନେ ପଛରେ ରହିଲେ ଭଲ। ଆଉ ବୃନ୍ଦାବନ ପରିକ୍ରମା କରିବାକୁ ଗଲେ ସମସ୍ତେ ମୁଁ ଅ, ଦୌଡ଼ି ଦୌଡ଼ି ପରିକ୍ରମା କରିଦେଲି। ଭକ୍ତମାନେ ଯେହେତୁ ଆଗକୁ ପଳେଇଥିଲେ ମୋଠୁ ବହୁତ ଆଗକୁ, ମୁଁ ପୁରା ସେଇ ସକାଳୁ ସକାଳୁ ପୁରା ଗୋଡ ପୁରା କୋଲାପ୍ସ ହେଇଯାଇଥିଲା। ଆଉ ମୁଁ ଗୋଟେ ପ୍ରଣ ନେଇଥିଲି କି ବୃନ୍ଦାବନରେ ଚପଲ ପିନ୍ଧିବିନି। ଗୋଟେ ଧାମ ଯେହେତୁ ଆମେ ଚପଲ ପିନ୍ଧିବା କଥା ହିଁ ନୁହେଁ। ଆଉ ପୁରୀ ହଉ କି ବୃନ୍ଦାବନ ଯୋଉ ଧାମ କୃଷ୍ଣ ଯୋଉଠି ଅଛନ୍ତି କୃଷ୍ଣଙ୍କର ଭକ୍ତମାନେ, ଆଉ ସେଟା ହିଁ ଧାମ। ସେଠି ଚପଲ ତ ପିନ୍ଧିଲେ ହିଁ ନ ଭଲ, ନ ପିନ୍ଧିବା ହିଁ ଭଲ। ଆଉ ମୁଁ ସେଠୁ ଭକ୍ତମାନଙ୍କ ପାଖକୁ ଯିବାକୁ ପହଞ୍ଚିବାକୁ, ବୃନ୍ଦାବନ ପରିକ୍ରମା ତ ଗୋଟେ ରହିଲା, ଭକ୍ତମାନଙ୍କ ସଙ୍ଗ ଲାଭ କରିବା ଭକ୍ତମାନଙ୍କ ପାଖକୁ ଯାଇକି ମୁଁ ମୋ ମନରେ ଭାବେ କି ଭକ୍ତମାନଙ୍କ ପାଖକୁ ଯାଏ ହେରି ଭକ୍ତମାନଙ୍କ ପାଖରେ ରହିକି ମୁଁ ବୃନ୍ଦାବନ ପରିକ୍ରମା କରିବି। ସେଟା ଭାବି ଭାବି ମୁଁ ଦୌଡିକି ଦୌଡି ଦୌଡି ଭକ୍ତମାନଙ୍କ ପାଖକୁ ପଳେଇଲି। ସେ ସବୁ କେସି ଘାଟରେ ବୋଧେ ଥିଲେ, ସେଠି ମୁଁ ଯାଇକି ସେଠି କଥା ହଉଥିଲେ ସାତଦେବ ପ୍ରଭୁ, ସେଠି ମୁଁ ଯାଇକି ଦୌଡି ସେଠି ଯାଇକି ପହଞ୍ଚିଲି। ସେଠି ପହଞ୍ଚିଲା ପରେ ସେଠୁ ତାଙ୍କ ସହିତ ମିଶିକି ପରିକ୍ରମା ସରିଲା। ହଁ, ଆଉ ସପ୍ତଦେବ ବେଳେ ତ ଦର୍ଶନ ବଢିଆ ହେଲା। ରାଧାରମଣଙ୍କୁ ମୁଁ ଗୋଟେ ଆସିଥିଲା ରାଧାରମଣଙ୍କୁ ଭଲସେ ଦର୍ଶନ କରିବି। ରାଧାରମଣ ଏତେ ବଢିଆ ସୁନ୍ଦର ଦେଖାଯାଆନ୍ତି, ଆଉ ତାଙ୍କର ଯୋଉ ଭଙ୍ଗୀରେ ସେ ଅଛନ୍ତି, ଆଉ ତାଙ୍କ ଫେସ୍ ଟା ଆଉ ଆମର ଓଠ ଟା ବି ଏତେ ବହୁତ ସୁନ୍ଦର ଦେଖାଯାଏ। ଆଉ ମୁଁ ରାଧାରମଣଙ୍କ ଦର୍ଶନ ଟା ମୁଁ ଭାବେ କି ଆମେ ତ ଫଟୋ ଦେଖୁ, ଫଟୋ ଚିତ୍ରରେ ଯାହା ଦର୍ଶନ କରୁ, ମତେ ଲାଗେ ରାଧାରମଣ ଯାହା ହେଲେ ବି ଟିକେ ବଡ ଥିବେ। ଆଉ ପୁରା ଛୋଟ ଥିଲେ ରାଧାରମଣ, ମାନେ ମୁଁ ଯେତିକି ଭାବେ ରାଧାରମଣ ପୁରା ଛୋଟ ଥିଲେ। ସେଠି ଗଲା କଣ ତାଙ୍କ ଓଠ ମାନେ ଦୂର ତାଙ୍କ ଓଠ ବି ଏତେ ଭିଜିବଲ ହଉନଥିଲା, ଏତେ ଛୋଟ। ମୁଁ ଭାବୁଥିଲି ତାଙ୍କ ଓଠ ବଢିଆ ସେ ମାନେ ଦୂରରୁ ଯେହେତୁ ବଡ ଯେହେତୁ ମୁଁ ଭାବିଥିଲି ସେ ଭଲସେ ଭିଜିବଲ ହବ କିଛି, କିନ୍ତୁ ତାଙ୍କର ଏଠି ଯୋଉ ନିର୍ମଳତା ଦେଖିଲି ପ୍ରଭୁ, ସେଠି ଯୋଉ ସେବା କରୁଥିଲେ ଯୋଉ ଭକ୍ତ ମାନେ ସେମାନେ ସବୁ ତାଙ୍କର ସେବାୟକ ମାନେ, ସେମାନେ ପୁରା ନିର୍ମଳ। ସେ ଯୋଉମାନେ ଭକ୍ତ ମାନେ କିଛି ଦକ୍ଷିଣା ଦଉଥିଲେ ତାଙ୍କୁ ବି ଟଚ କରୁନଥିଲେ, ତାଙ୍କୁ ବି ଛୁଁ ନଥିଲେ, ଯେହେତୁ ସେ ରାଧାରମଣଙ୍କ ସେବା କରୁଛନ୍ତି। ସେ ତାଙ୍କ ସେବାକୁ ଗଲା ପୂର୍ବରୁ ବହୁତ ପରିଷ୍କାର ମେଣ୍ଟେନ କରନ୍ତି। ଆଉ ମୋର ସେଠି ଗୋଟେ ଉତ୍ତର ବି ବୋଧେ କୃଷ୍ଣ ନେଇଗଲେ। ଆଉ ସେଠି ଗୋଟେ ଉତ୍ତର ବି ପଳେଇଲା ସେଠି ମୋର। ଆଉ ରାଧାରମଣଙ୍କୁ ଦର୍ଶନ କଲୁ, ସେଥିରେ ସେଦିନ ସ୍କାଏ କଲର ପିନ୍ଧିଥିଲେ, ସ୍କାଏ କଲର ପୁରା ଚୁନି ଭଳିଆ ପୁରା ଲମ୍ବି ଥିଲା ଗୋଡ ପର୍ଯ୍ୟନ୍ତ, ସ୍କାଏ କଲର ଟା ପିନ୍ଧିଥିଲେ। ଆଉ ମୁଁ ଭାବୁଥିଲି ଆଉଥରେ, ହଁ ଭକ୍ତ ମାନଙ୍କ ପୂର୍ବରୁ ଆଗ ସେ ପୂର୍ବଟା ନିଧିବନକୁ ପଳେଇଲେ, ଟିକେ ଟିକେ ରାତି ହେଇଥିଲା, ସେ ରାତି ଟାଇମ ରେ ବି ନିଧିବନ ବୋଧେ ପଳେଇଲେ। ଆମେ ନିଧିବନ ଦର୍ଶନ କରିକି ଆଗ ପଳେଇଲୁ, 2-3 ଜଣ ବୋଧେ ଆମେ ଥିଲୁ। ଆମେ ଦର୍ଶନ କଲୁ, ଦର୍ଶନ କରିକି ରାଧାରମଣଙ୍କ ଆଗ ପଳେଇ ଆସିଥିଲୁ। ରାଧାରମଣରେ ଆସିକି ସେଠି ଟିକେ ଆମେ ରାଧାରମଣ ବନ୍ଦ ଥିଲେ ସେତେବେଳେ, ରାଧାରମଣଙ୍କ ଇଏ ଖୋଲି ନଥିଲା। ଆମେ ଏଠି ୱେଟ କଲୁ, ୱେଟ କଲା ପରେ ଆମ ଭକ୍ତମାନେ ଯେତେବେଳେ ପହଞ୍ଚିଲା ବେଳକୁ ଖୋଲି ଯାଇଥିଲା। ଆମେ ଯେତେବେଳେ ପହଞ୍ଚିଲୁ, ଆଗରେ ଆସିକି ପହଞ୍ଚିଗଲୁ। ଆଗରେ ଆସିକି ପହଞ୍ଚିଲା ବେଳକୁ ବନ୍ଦ ଥିଲା, ଆମେ ସେ ବାହାରେ ୱେଟ କଲୁ। ବାହାରେ ଭକ୍ତମାନେ ସେ ରାଧାରମଣଙ୍କ ଗୀତ ସବୁ ଗାଉଥାନ୍ତି। ସେ ବାହାରେ ୱେଟ କଲୁ, ଆମେ ଜପ କରୁଥିଲୁ। ସେଠି ଦର୍ଶନ ଖୋଲିଲା, ସବୁ ମାନେ ଗହଳି ହେଇଗଲା ସାଙ୍ଗେ ସାଙ୍ଗେ। ସେଇ ଗହଳିରେ ଆଗ ଦର୍ଶନ ଟା ଆମେ କରିଦେଇଥିଲୁ ଯାଇକି। ସେତେବେଳେ ଫାଷ୍ଟ ଯାଇକି ଯୋଉ ଖୋଲିଲା ତାଙ୍କ ପହଡ, ସେତେବେଳେ ଟାଇମରେ ଆମେ ଯାଇକି ଦର୍ଶନ କରିଦେଲୁ। ଆଉ ଥରେ ଭକ୍ତମାନେ ଯେତେବେଳେ ପଶିଲେ, ତାଙ୍କ ସହିତ ଆଉ ଥରେ ଯାଇକି ପଶିକି ଦର୍ଶନ କରିଦେଲୁ। ମାନେ ଟିକେ ଇଚ୍ଛା ହଉଥିଲା ଏମିତି ବାରମ୍ବାର ପଶିବ ବାହାରିବ, ପଶିବ ବାହାରିବ। ସେଇ ଗହଳିରେ ହଉ ପଛେ ଦର୍ଶନ ତ ବଢିଆ ହଉଥିଲା। ଦିଥର ଦର୍ଶନ ହେଇଗଲା। ସେ ଆଉଥରେ ଆମେ କିନ୍ତୁ ଭାବିଥିଲୁ ଆଉଥରେ କେତେବେଳେ ରହିଲେ, କେତେବେଳେ ଆସିଲେ ସେଇଠି ଯୋଉ ରାଧାରମଣଙ୍କ ପ୍ରକଟ ସ୍ଥାନ, ଆଉ ସବୁ ଯୋଉ ଭିତରେ ଭିତରେ ଯେତିକି ଲୀଳା ତାଙ୍କର ସ୍ଥଳୀ ଅଛି, ସେଟା ଟିକେ ଦର୍ଶନ କରିଥାନ୍ତି ମନ୍ଦିର ଭିତରେ। ଯେହେତୁ ଜଲ୍ଦି ଜଲ୍ଦିରେ ସେଟା ଦର୍ଶନ ହେଲାନି, ଆଉ ଦିଥର ଦର୍ଶନ ହେଇଗଲା। ଅଲଗା ଟାଇମରେ ତ ଚାନ୍ସ ମିଳିଲାନି ଆସିବାକୁ। ତାପରେ ବାଙ୍କି ବିହାରୀ ବଢିଆ ଦର୍ଶନ ହେଲା। ବାଙ୍କି ବିହାରୀରେ ସେ ଯୋଉ ଗହଳି, ବାଙ୍କି ବିହାରୀରେ ଆଗରୁ ଭକ୍ତ ମାନେ ବି କେତେ ଇଏ ବି ଅଛନ୍ତି। ବାଙ୍କି ବିହାରୀରେ ଆକ୍ଚୁଆଲି ବହୁତ ଯେହେତୁ ଗହଳି ଥାଏ, ସେ ସମସ୍ତଙ୍କ ପାଇଁ ଆଗକୁ ଯିବାଟା ଏତେ ଇଏ ହଉନଥିଲା, ଇଜି ହଉନଥିଲା। ବହୁତ ଆଗକୁ ଗଲୁ ଭାରି, ସେ ପ୍ରସାଦ ବି କିଛି ପାଇଛୁ ଏଠୁ। ସେ ଯୋଉ ଦଉଥିଲେ ତାଙ୍କର ଆଚାର୍ଯ୍ୟ ମାନେ ଯୋଉମାନେ ଦଉଥିଲେ, ସେ ପ୍ରସାଦ ବି ପାଇଛୁ। ଆଉ ପୁରା ଆଗକୁ ଗଲେ ସେ ବାଙ୍କି ବିହାରୀ ବି ଏମିତି ପୁରା ଆଗକୁ ପଶେଇଲୁ, ଯୋଉଠୁ ଯୋଉଠି ସମସ୍ତେ ଦର୍ଶନ କରୁଥିଲେ, ସେ ଜାଗାକୁ ଯାଇକି ଦର୍ଶନ ଭିତରୁ ପୁରା ଆଗକୁ ଠେଲି 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 ଆଗକୁ ପଳେଇଲୁ।
ଆଗରୁ ଯାଇକି ବାଙ୍କି ବିହାରୀ ଦର୍ଶନ ବି ବଢିଆ ହେଇଛି। ବାଙ୍କି ବିହାରୀରେ ପୁରା ଯେମିତି ତ ରାଧା ବେଶରେ ପୁରା ସଜେଇଲା ଭଳିଆ ସଜେଇଥାନ୍ତି କୃଷ୍ଣ। ଆଉ ବାଙ୍କି ବିହାରୀ ଦର୍ଶନ ବି ବଢିଆ ହେଲା, ରାଧା ମଦନ ମୋହନ ବି ଦର୍ଶନ ବଢିଆ ହେଲା। ଉଁ, ଆଉ ଗୋଟେ ଥିଲା ଯେମିତି ଯୋଉ ଏଇଠିକି ଆସିଛୁ ବୃନ୍ଦାବନକୁ ସବୁବେଳେ ଆସିବ କି ନାଇଁ, ଚାରିଆଡେ ସବୁ ଫଟୋ ଉଠେଇଉଥିଲି, ଯୋଉଠି ଯାଇଛି ଫଟୋ, ଯୋଉଠି ଯାଇଛି ଫଟୋ, ସ୍ମୃତି ରହିବ ଯେମିତି। ତାରେ ଯମୁନା କୂଳରେ ଗୋଟେ ଇଏ ଆସିଲା କି ଯମୁନା କୂଳରେ ଆସିକି ବସିକି ଟିକେ ଜପ କରିବ ଭଲ, ସେଟା ତ ହେଲାନି, ପସିବଲ ହେଲାନି, ଟାଇମ ଯେହେତୁ ହେଲାନି। ଆଉ କିନ୍ତୁ ସେ ଯମୁନା କୂଳରେ ଯୋଉ ଲାଗୁଥିଲା ପୁରା ଫ୍ରେଶ ସବୁ ଯେମିତି ଲାଗୁଥିଲା, ଯେହେତୁ କୃଷ୍ଣ ଲୀଳାସ୍ଥଳୀ ସବୁ ଫ୍ରେଶ ଲାଗୁଥିଲା ଯମୁନା କୂଳରେ। ଆଉ ଉଁ, ତାପରେ ଦର୍ଶନ ହେଲା ବାଙ୍କି ବିହାରୀ ମଦନ ମୋହନ ଶ୍ୟାମ ସୁନ୍ଦର ଦର୍ଶନ ହେଲା। ଆଉ ସେଠି ଯୋଉ ତାଙ୍କର ଗୋବର୍ଦ୍ଧନରେ ତାଙ୍କର ପାଦ ଚିହ୍ନ ଅଛି, ଆଉ ରାଧାରାଣୀଙ୍କର କୃଷ୍ଣଙ୍କର ପାଦ ଚିହ୍ନ ଅଛି, ଏଥିରେ ଯୋଉ ଗୋବର୍ଦ୍ଧନ ଅଛି, ସେଠି ଯୋଉ ପରିକ୍ରମା, ସେଠି ପରିକ୍ରମା ହେଲା ମାନେ ଗୋବର୍ଦ୍ଧନ ପରିକ୍ରମା ହେଇଗଲା, ଫଳ ବି ମିଳିବ। ସେଠି ବଢିଆ ଲାଗିଲା, ସେଠି ବଢିଆ କୀର୍ତ୍ତନ ହଉଥିଲା, ତାଙ୍କର କୀର୍ତ୍ତନ ଟା ତାଙ୍କର ସେଠି ଯୋଉ କୀର୍ତ୍ତନ କରୁଥିଲେ, ସେ କୀର୍ତ୍ତନ ଟା ଅଲଗା ଟିକେ ଇଏ ଆସୁଥିଲା, ସେଟା କିନ୍ତୁ ବଢିଆ ଲାଗୁଥିଲା କୀର୍ତ୍ତନ, ମଧୁର କୀର୍ତ୍ତନ ବଢିଆ ଲାଗୁଥିଲା। ଆଉ ଗୋଟେ ସେଠିକି ଆମେ ସେଟା ସପ୍ତ ଦେବାଳୟରେ ବୋଧେ ଆସୁନାହାନ୍ତି, ସେ ରାଧା ବଲ୍ଲଭ ଶ୍ରୀ ରାଧା ବଲ୍ଲଭ ସେଠିକି ଯାଇଥିଲୁ ହେରି। ସେଠିକି ଆମେ ଅଲଗା ଟାଇମରେ ସେଠିକି ଆମେ ଅଲଗା ଟାଇମରେ ଯାଇଥିଲୁ ହେରି, ସେଇ ଟାଇମରେ ସେଠି ବି ବଢିଆ ଦର୍ଶନ ହେଲା। ସେଠି ଶ୍ରୀ ରାଧା ବଲ୍ଲଭ ମାନେ ସେ ବି ସ୍ୱୟଂ କୃଷ୍ଣ ମାନେ ତାଙ୍କର ଅ ଯୋଉ ବାହାଘର ଟାଇମରେ, ତାଙ୍କର ସେପଟ ସାଇଡରେ ଯୋଉ ବାହାଘର ଟାଇମରେ ଏମିତି ଗଜରା ମାଳ ବୋଧେ ଏମିତି ଝୁଲା ହୁଏ, କୃଷ୍ଣଙ୍କର ଝୁଲା ହେଇଥିଲା ସେତେବେଳେ। କୃଷ୍ଣଙ୍କର ମାନେ ସିଏ ତାଙ୍କ ଚେହେରା ଟା ଏତେ ଭଲସେ ଦେଖା ଯାଉନଥିଲା, ତାଙ୍କ ମୁଖଟା ସେ ଝୁଲା ହେଇଥିଲା, ସେଟା ରାଧାରାଣୀଙ୍କର ସେ ଛୋଟ ସାଇଟ ରେ ଯୋଉ ରାଧାରାଣୀ ରହନ୍ତି, ସେଠି ବି ତାଙ୍କର ସେଠି ମୁଖରେ ଏମିତି ଝୁଲା ହେଇଥିଲା, କୃଷ୍ଣଙ୍କର ଝୁଲା ହେଇଥିଲା। ମାନେ ସେଠି ଅତର ସେବାଟା ବୋଧେ ଅଧିକ ଥିଲା, ସେଠି ଚାରିଆଡେ ଖାଲି ମହକୁଥିଲା, ଚାରିଆଡେ ଅତର ମହକୁଥିଲା, ସବୁ ପ୍ରକାର ଅତର ସବୁ ମିଶେଇକି ସେଠି ସବୁ ସେବା କରୁଛନ୍ତି ସବୁ ଭକ୍ତ ମାନେ ଆସିକି। ଆମେ ସେଇ ଅତରଟା ହାତରେ ଆଣିଦେଲୁ, ଟିକେ ଏମିତି ପ୍ରସାଦ ଭାବିକି ଆଣିଦେଲୁ ହାତରେ ମାରିକି। ତାପରେ ସେଠି ରାଧାରମଣ ଯୋଉ ବେଶ ହେଇଥିଲେ, ତାଙ୍କର ଶ୍ରୀ ଚରଣରେ ଏତେ ସବୁ ଜିନିଷ ଲଗା ହେଇଥିଲା, ଏତେ ସବୁ ପାଉଁଛି ପୁରା ଏ ସବୁ ମାନେ ଗୋଟେ ନୁହଁ ଦିଟା ନୁହଁ, କେତେ ସବୁ ପୁରା ଗୁନ୍ଥା ହେଇ ପୁରା ବୋଧେ ଲଗା ହେଇଥିଲା, ଫୁଲର ସବୁ ଲଗା ହେଇଥିଲା, ଗଜରା ପୁରା ସଜା ହେଇଥିଲା, ମୁଖରେ ମୁଖ ତ ଦେଖା ହଉନଥିଲା, ପୁରା ଗଜରା ସଜା ହେଇଥିଲା। ସେ ବାହାଘର ଟାଇପ ର ପୁରା ଚାରିଆଡେ ପୁରା ମାହୋଲ ଥିଲା। ସେଠି ବଢିଆ କୀର୍ତ୍ତନ କରୁଥିଲେ, ତାଙ୍କ କୀର୍ତ୍ତନ ଟା ଟିକେ ଅଲଗା ହେଲେ ମାନେ ଲାଗୁଥିଲା ମଧୁର କୀର୍ତ୍ତନ ଭଳିଆ। ସେ କୀର୍ତ୍ତନ ଛାନ୍ଦ ପକେଇ ବଢିଆ ବଢିଆ କୀର୍ତ୍ତନ କରୁଥିଲେ। ସେଇଠି ଦର୍ଶନ ହେଲା, ତାପରେ ବାହାରକୁ ଆସିଲୁ। ଯାହା ବୃନ୍ଦାବନ ଆମେ ସେଦିନ ଆସିଲା ବେଳକୁ, ଯୋଉଦିନ ଯାଇଥିଲୁ ରାଧାବଲ୍ଲଭ ଦର୍ଶନ କରିବାକୁ, ସେଦିନ ଆସିଲା ବେଳକୁ ଲେଟ୍ ହେଲା, 11ଟା ହେଇଗଲାଣି। ସେ 11ଟାରେ ଆସିକି 11ଟା ମାନେ ଇଚ୍ଛା ହିଁ ହଉନଥିଲା ରୁମକୁ ଆସ ବୋଲି, ଇଚ୍ଛା ହଉଥିଲା ବାହାରେ ରହିଯିବ, ବାହାରେ ରହିଯିବ, ମାନେ ଶୀତ ଯେହେତୁ ସେଟା ଅଲଗା କଥା, କିନ୍ତୁ ମନରେ ଗୋଟେ ଥିଲା କି ହଁ ବୁଲିବା ଖାଲି ବୃନ୍ଦାବନରେ। ଯେତେବେଳେ ଶୋଇବାର ମାନେ ହିଁ ଦଣ୍ଡବତ ପ୍ରଣାମ ସହିତ ସମାନ। ଆଉ ମହାରାଜଙ୍କର ତାପରେ ମହାରାଜ ଇସ୍କନ ଭିତରେ ଆମେ ଥରେ ସକାଳୁ କଣ ଖବର ଆସିଥିଲା କି ମହାରାଜ ଆସିବେ ସକାଳୁ ଇସ୍କନରେ ଗୁରୁ ପୂଜା କରିବେ, ଗୁରୁ ପୂଜା ସେଦିନ କରିନାହାନ୍ତି ବୋଧେ, କହୁଥିଲେ ସମସ୍ତେ କରିବେ ବୋଲି। ସେଦିନ ଆମେ ଯାଇକି ଉଁ ଆମର ଶିଲ ପ୍ରଭୁପାଦଙ୍କର ଯୋଉଠି ସମାଧି ଅଛନ୍ତି, ସେଠି ଯାଇକି ଆମେ ଜପ କରୁଥିଲୁ। ଆମେ ଜପ ତ ଆମେ ଘରୁ କରିଥାନ୍ତୁ କି ମନ୍ଦିର ଭିତରେ କରିଥାନ୍ତୁ, ଆମେ ଖାସ କରିକି ପ୍ରଭୁପାଦଙ୍କ ପାଖରେ ବି କରିବାଟା ଏତେ ଉଚିତ। ମହାରାଜ ଆମେ ଗୋଟେ ଆଶାରେ ଯାଇଥିଲୁ, ମହାରାଜ ଆସିବେ ଗୁରୁ ପୂଜା ଟା ସେଠି ହବ, ଏଥିପାଇଁ ମୁଁ ଗୁରୁ ପୂଜା ଶିଲ ପ୍ରଭୁପାଦଙ୍କର ସାମ୍ନାରେ ଯୋଉ ବସନ୍ତି ସମସ୍ତେ, ପୁରା ସାମ୍ନାରେ ଲାଗିକି ବସି ପଡିଥିଲି, ଜପ କରୁଥିଲି ସେଠି। ମହାରାଜ ଆସିବେ ଏଇ ପାଖରେ ହିଁ ଆଳତି କରିବେ, ମୁଁ ପାଖରେ ରହିକି କୀର୍ତ୍ତନ ଟା ତାଙ୍କ ସହିତ କରିବି। ଆଉ ମହାରାଜ କିନ୍ତୁ ଆସିଲେନି ସେଦିନ। ସେଦିନ କିନ୍ତୁ ସେଇ ଗୋଟେ ଆଶା ଥିଲା କି ସେ ନ ଆସିବେ ବୋଲି, ସେତେବେଳେ ଗୁରୁ ପୂଜା ଯୋଉ ହେଲା, ସେଇ ଗୁରୁ ପୂଜା ଟାଇମ ରେ ପୁରା ଲାଗିକି ରହିଲି। ମୁଁ କହିଲି ଆସିବେ 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 ଏମିତି ଭାବିକି ପୁରା ଲାଗିକି ରହିଲି, ମହାରାଜ ଆସିଲେ ଏଠି କୀର୍ତ୍ତନ ହବ, ଏଠି ଗୁରୁ ମହାରାଜଙ୍କ କୀର୍ତ୍ତନ ଏମିତି କେହି ଛାଡିବାକୁ ମିସ୍ କରିବେନି, ଏମିତିଆ କୀର୍ତ୍ତନ। ତାପରେ ସେଠି ପୁରା ଲାଗିକି ରହିଲି। ସେଠି କିନ୍ତୁ ହେଲାନି ସେଦିନ କୀର୍ତ୍ତନ, ସେଦିନ ଖାଲି ଗୁରୁ ପୂଜା ଆଟେଣ୍ଡ ହେଲେ। ହେଲେ ମହାରାଜ ଆସିଲେ କେତେବେଳେ ନା ଦର୍ଶନ ଆଳତୀ ଯେତେବେଳେ ହେଲା, ସେଇ ଟାଇମ ରେ ଆସିଲେ। ମୁଁ କିନ୍ତୁ ଛାଡୁ ନଥାଏ ସେଠି, ମୁଁ କୁଆଡେ ଯାଉନଥାଏ, ମହାରାଜ କେତେବେଳେ ଆସିବେ ଏମିତି ଭାବିକି ରହିଥାଏ। ତାହେଲେ ସେତେବେଳେ ଜପ ସରିଲା, ଜପ ସରିଲା ପରେ ଭକ୍ତମାନେ କହିଲେ ଗୁରୁ ପୂଜାକୁ ମହାରାଜ ଆସିବେ। ଯୋଉ ଗୁରୁ ପୂଜା କହୁଛି ଦର୍ଶନ ଆଳତୀକୁ ମହାରାଜ ଆସିବେ। ତାପରେ ସେଠି କୀର୍ତ୍ତନ ହବ ଏମିତି।
ଜପ ସରିଲା ପରେ ଜପ ସରିଲା ପରେ ସେଠି ପ୍ରଭୁପାଦଙ୍କ ଯୋଉ ଛୋଟ ବିଗ୍ରହ ଥାନ୍ତି ସେ ଛୋଟ ବିଗ୍ରହକୁ ଏମିତି ମୁଣ୍ଡରେ ସେଠିକି ନିଅନ୍ତି, ପ୍ରଭୁପାଦ ଯେହେତୁ ଯାଆନ୍ତି ସେଠିକି, ସେଠି ପ୍ରଭୁପାଦଙ୍କ ସହିତ ଆମେ ପଛରେ ପଛରେ ପୁରା ଗଲୁ, ଜପ କରି କରି ପ୍ରଭୁପାଦଙ୍କ ପଛେ ପଛେ ଗଲୁ। ସେଠି ଗଲା ଖୁଣୁ ଦେଖିଲି କି ମହାରାଜ ଦର୍ଶନ କରିବାକୁ ଆସିଛନ୍ତି। ଯେହେତୁ ଦର୍ଶନ ଆଳତି ହେଲା, ଦର୍ଶନ କରିବାକୁ ଆସିଛନ୍ତି, ଆଳତି ଟାଇମ ଚାଲୁଥାଏ, ମହାରାଜ ଯୋଉଠି ଯୋଉଠି ଦର୍ଶନ କରି କରି ଯାଆନ୍ତି ଆମେ ତା ପଛେ ପଛେ ଦର୍ଶନ କରି କରି ଯାଉଥାଉ। ତାପରେ ମହାରାଜ ତାପରେ ଦର୍ଶନ କଲା ପରେ ମଝିକୁ ଆସିଲେ ପୁରା ସେଣ୍ଟରକୁ, ସେଣ୍ଟରରେ ଗୁରୁ ପୂଜା କଲେ। ଗୁରୁ ପୂଜା କଲେ ସେ ପ୍ରଭୁପାଦଙ୍କ ପାଖରେ କରିନଥିଲେ, ସେଦିନ କରିଥିଲେ, କିନ୍ତୁ ସେ ସେଣ୍ଟରରେ ଗୁରୁ ପୂଜା କଲେ। ଗୁରୁ ପୂଜା ହେଲା ପରେ ସେଠି କୀର୍ତ୍ତନ କଲେ। ଗୁରୁ ପୂଜା ସରୁ ସରୁ ସେଠୁ ମହାରାଜ ତାଙ୍କର ଏମିତିଆ ଭାଇବ ଗୋଟେ ଥିଲା, ଯେମିତି ଗୋଟେ ଜାଗାରେ ଗୋଟେ ଯୋଉ ଜାଗାରେ ମହାରାଜ ଥିଲେ ସେଇ ଜାଗାରେ ଭିଡ, ସେଇ ଜାଗାରେ ଯେତେବେଳେ ମହାରାଜ କୀର୍ତ୍ତନ କରୁଥିଲେ ସେଇ ଜାଗାରେ ଭିଡ, ସେ ଯେମିତି ଆଦେଶ ଦେଇଦେଲେ ଚାଲ, ଏମିତି ଏମିତି ଖାଲି ହାତଟା ବଢେଇ ଦେଲେ ଚାଲ ବୋଲି, ସେ ସବୁ ଭକ୍ତ ମାନେ ତାଙ୍କ ପଛ ପଛେ ଯେମିତି ପିମ୍ପୁଡି ମାନେ ଲାଇନ କରିକି ଯାଆନ୍ତି ହାରି ତାଙ୍କ ପଛ ପଛେ ସବୁ ଧାଇଁଲେ। ମିଠା ପଛରେ ଯେମିତି ପିମ୍ପୁଡି ମାନେ ଲାଗିଯାଆନ୍ତି, ସେମିତି ଲାଇନ କରିକି ଗଲେ। ମହାରାଜ ଖାଲି ଗୋଟେ ଆଦେଶ ଦେଇଦେଲେ, ଖାଲି ମୁଭ୍ କରିଗଲେ ସେଇ ଜାଗାରୁ। ସେଠି କୀର୍ତ୍ତନ କରିଥିଲେ ସେଇ ମଝିରେ, ତାହେଲେ ଯେତେବେଳେ ଇସ୍କନର ପରିକ୍ରମାଟା ହେଲା, ସେ ପରିକ୍ରମା ଟାଇମ ରେ ଖାଲି ସେ ବୁଲିଗଲେ ମହାରାଜ। ସେ ବୁଲିଗଲେ ଯେତେବେଳେ ସବୁ ଭକ୍ତ ମାନେ ତାଙ୍କର ମୋଟିଭ ଚେଞ୍ଜ ହେଇଗଲା, ମହାରାଜ ଯିବେ କୁଆଡେ, ମହାରାଜ ଯୁଆଡେ ଯିବେ ସିଆଡେ ସବୁ ଭକ୍ତ ମାନେ ଧାଇଁଲେ। ମହାରାଜ କୀର୍ତ୍ତନ କରି କରି ତାପରେ ସେଦିନ ବଢିଆ କୀର୍ତ୍ତନ ହେଲା ସେଦିନ। ସେଦିନ ଗୁରୁ ପୂଜା ପରେ ମହାରାଜ ପୁରା ରାଉଣ୍ଡ ମାରିଲେ, ପରିକ୍ରମା କଲେ ଇସ୍କନ। ତାପରେ ତା ପଛେ ପଛେ ଆମେ ଖାଲି ତ ନାଚି 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 ଆମେ ଯାଉଥାଉ, କୀର୍ତ୍ତନ କରି କରି ମହାରାଜଙ୍କ ପଛପଟେ ପଛପଟେ ଯାଇ ଯାଇ ସେଠି ପରିକ୍ରମା ସରିଲା ପରେ ମହାରାଜ କଲେ କଥା ଦେବେ। ସେଠି କଥା ଇଂଲିଶରେ ଲେକ୍ଚର ସେଦିନ ଦେଲେ। ଆଉ ସେଦିନ ଟିକେ ଯାହା ଶୁଣି ହେଲା, ବସିବା ଗୋଟେ ଜାଗା ହେଲାନି। ଯେହେତୁ ମହାରାଜ କୀର୍ତ୍ତନ ସାରିକି ଆସିଲା ପୂର୍ବରୁ ସବୁ ଭକ୍ତ ମାନେ ବସି ଯାଇଥିଲେ। ସବୁ ଚାରିଆଡେ ମାନେ ଟିକେ ବି ଜାଗା ନଥିଲା ବସିବାକୁ, ଠିଆ ହବାକୁ ଜାଗା ନଥିଲା। ଗୋଟେ ସାଇଡରେ ଆମେ ସେ ଡୋର ପାଖରେ ଆମେ ଠିଆ ହେଇଥିଲୁ, ସେଠି ଇଂଲିଶ ଲେକ୍ଚର ଦଉଥିଲେ। ସେ ସନ୍ନ୍ୟାସ ଉପରେ କଣ କହିଥିଲେ, କୋଉଠି ସନ୍ନ୍ୟାସ ସେ ନେଇଥିଲେ ସେଟା କହିଥିଲେ। ସେ ଅ, କୋଉଠି ସନ୍ନ୍ୟାସ ନେଇଥିଲେ, ତାଙ୍କ ପାଖରେ ଭକ୍ତ କିଏ ଥିଲେ, ସେଟା ସବୁ ବର୍ଣ୍ଣନା କରିଥିଲେ ସେଦିନ। ତାପରେ ସେଦିନ ଆମେ ସେଠି ଟିକେ ସମୟ ରହିକି ତାପରେ ଏଠି ଆମେ ସେବାକୁ ଆସିଲୁ ଭାରି। ଯେହେତୁ ଠିଆ ହବାକୁ ଜାଗା ନଥିଲା, ଆମେ ଭାବିଲୁ ଏଠି ଅନଲାଇନରେ କ୍ଲାସ କରିଦବୁ ନହେଲେ, ଭାବିକି ପଳେଇ ଆସିଲୁ ସେଠୁ। ଆସିକି ପ୍ରସାଦ ପାଇଲୁ, ଏମିତି କଣ ସେବା ଥିଲା ଆମର ସେଠି, ସେ ପ୍ରଭୁ ଡାକିଲେ ବୋଲି ପଳେଇ ଆସିଲୁ। ଆଉ ସେଦିନ ଠିଆ ହବାକୁ ବି ଜାଗା ନଥିଲା ସେଦିନ, କିନ୍ତୁ କୀର୍ତ୍ତନ ଟା ଯୋଉ ହେଲା ସେଇ କୀର୍ତ୍ତନ ଯୋଗୁ ଅଧିକ ଭକ୍ତ ହେଇଥିଲେ ସେଦିନ। ତାପରେ ହିନ୍ଦୀରେ ଲେକ୍ଚର ଦେଇଥିଲେ ମହାରାଜ। ତାପରେ ତା ପରଦିନ ବୋଧେ ସେଟା ଯୋଉ ପେଣ୍ଡାଲରେ କରିଥିଲେ ଯୋଉ କୀର୍ତ୍ତନ ଟା, ସେ ତା ପରଦିନ ବୋଧେ, ସେ ତା ପରଦିନ କରିଥିଲେ ଯୋଉ ବାହାରେ ବି ଭକ୍ତ ମାନେ ସବୁ ନାଚିଥିଲେ। ତାପରେ ସେଠି ଆମେ ଜପ କଲୁ, ସେ ପେଣ୍ଡାଲଟି ଜପ କରିକି ସେଠି ସବୁ ସରିଲା ପରେ ରୁମକୁ ଆସିଲୁ। ତାପରେ ଆଉ ଗୋଟେ ବଢିଆ ଜିନିଷ, ଆମେ ଯୋଉ ଗଲୁ ଗୋକୁଲ, ରାୱଲ ଗ୍ରାମ ଆଉ ଗୋକୁଲ ଗଲୁ, ନନ୍ଦଗାଁও ଗଲୁ, ସେଠି ବଢିଆ ଦର୍ଶନ ହେଲା। ସେଠି ସବୁ ଆମର ଯୋଉ ମଟକା ଥିଲା ଯଶୋଦାଙ୍କର, ସେଟା ଦର୍ଶନ କଲୁ। ଆଉ ସେଠି ଯୋଉ ଛାନ୍ସ ଦେଲେ ପିଇବାକୁ ନନ୍ଦଗାଁର ସେ ଜଣେ ବାସି, ସିଏ ତାଙ୍କର କୃପା ବି ମିଳିଲା, ଛାନ୍ସ ଦେଲେ ସେ ପିଇବାକୁ। ଆଉ ସେଠି ସେଟା କିନ୍ତୁ ବଢିଆ ଟେଷ୍ଟ ଥିଲା ଆକ୍ଚୁଆଲି। ସେଟା ମାନେ ମୁଁ ଥରେ ପିଇଲି, ଥରେ ସମସ୍ତେ ଭକ୍ତ ମାନେ ଯେତେବେଳେ ନେଲେ ମୁଁ ଆଗ ପଶିଗଲି ନେଇଗଲି। ତାପରେ ଲାଷ୍ଟକୁ ଆସିଲା ବେଳେ ଆଉ ଥରେ ଯାଇକି ଫୁଲ ଗୋଟେ ଗ୍ଲାସ ପିଇଦେଲି। ଦିଥର ଦିଥର ସମସ୍ତେ ଟିକେ ଟିକେ ଆଣିକି ପିଉଥାନ୍ତି, ମୁଁ ଦିଥର ଦିଥର ଫୁଲ ଫୁଲ ଆଣିକି ପିଇଦେଲି। ଦିଥର ଆଣିକି ପିଇଦେଲି, ଏତେ ଟେଷ୍ଟ ଲାଗୁଥିଲା, ଦିଥର ଆଣିକି ପିଇଦେଲି। ତାପରେ ଯୋଉଠି ତ ମାନେ ଧର ନନ୍ଦଗାଁও ଆମେ ଗଲୁ କି ଚାରିଆଡେ ତ ଅଛନ୍ତି ବ୍ରଜରଜ, ଆଉ ଯୋଉଠି ଯାଉଥିଲୁ ସେଠି ତା ଧୂଳି ଟିକେ ଆମେ ନଉଥିଲୁ, ଗ୍ରହଣ କରୁଥିଲୁ, ଯେହେତୁ କୃଷ୍ଣଙ୍କ ଲୀଳା ଚାରିଆଡେ ଅଛି। ଆଉ ତାପରେ ବର୍ଷାନା ଗଲୁ, ବର୍ଷାନାରେ ଆମେ ଯେତେବେଳେ ନନ୍ଦଗାଁও ଯେତେବେଳେ ଗଲୁ, ସେଇ ଘର ଗୁଡାକୁ ଲାଗୁଥିଲା, ସେଇ ଘର ଗୁଡାକୁ ଆମେ ନନ୍ଦଗାଁର ସେଇ ଘର ତ ଯେହେତୁ ଆର୍ଟିଫିସିଆଲ ଏବେ ହେଇଯାଇଛି ଅଲଗା, କିନ୍ତୁ ଲାଗୁଥିଲା, ଆମେ ସେଇଟାକୁ ଦେଖୁଥିଲୁ, ଦେଖିଲା ପରେ ମାନେ ଫିଲିଙ୍ଗ କରୁଥିଲୁ କି କୃଷ୍ଣ ଏଇଠି 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 ଖେଳୁଥିବେ। ଏମିତି ନନ୍ଦଗାଁও ଥିବ, ମଝିରେ ଘର ଥିବ, କୃଷ୍ଣ ଏଇପଟେ ଚାରିପଟେ ଏମିତି ଦୌଡୁଥିବେ, ଏମିତି ଯଶୋଦା ଆସୁଥିବେ। ଆଉ ଏମିତି ତାଙ୍କ କୃଷ୍ଣକୁ ସବୁ ତାଙ୍କର ବ୍ରଜବାସୀ ମାନେ ତାଙ୍କ ନାଁରେ କମ୍ପ୍ଲେନ କରିବାକୁ ଏଇ ବାଟରେ ଏମିତି ଆସିଥିବେ, ଏଇ ବାଟରେ ଆସିକି ତାଙ୍କ ଘରେ ଏମିତି ପଶିଥିବେ, ଆସିକି ଏଇଠି ଏଇଠି ତାଙ୍କୁ ଠିଆ କରିକି କୃଷ୍ଣଙ୍କୁ ତାଙ୍କୁ ୟା ନାଁରେ ଯଶୋଦାଙ୍କୁ କହୁଥିବେ।
କୃଷ୍ଣଙ୍କ ନାଁରେ ସବୁ ଯଶୋଦାଙ୍କୁ କହୁଥିବେ, ଏଇ ଜାଗାରେ ଠିଆ କରିକି କହୁଥିବେ, ଏଇ ଜାଗାରେ ଖେଳୁଥିବେ। ମାନେ ଯୋଉ ଚାରିପଟ ଏମିତି ଥିଲା ନା, ନନ୍ଦଗାଁव ମଝିରେ ସିନା ମନ୍ଦିରଟା, ମନ୍ଦିର ଚାରିପଟେ ଖାଲି ଥିଲା। ସେଇପଟେ ଗୋଟେ ମାନେ ଫିଲିଙ୍ଗ ଆସିଥିଲା କି, ଅନୁଭବ ଆସିଥିଲା କି ସେଇପଟେ ଏମିତି କୃଷ୍ଣ ଏଠି ଏଠି ଖେଳୁଥିବେ। ଆ, ତାପରେ ସେଠି ଦର୍ଶନ ହେଲା। ଦର୍ଶନ ହେଲା ପରେ ଆଉ ଗୋଟେ କଥା, ଯୋଉ ନନ୍ଦୀ ପର୍ବତ ହେଇଛନ୍ତି, ସ୍ଵୟଂ ଶିବ, ଶିବଙ୍କ ଉପରେ ଘର ହେଇଛନ୍ତି ସେଠି, ଯେହେତୁ ରାକ୍ଷସ ମାନେ ସେଠିକି ଆସିଲେ ପଥର ହେଇଛନ୍ତି, ସେଥିପାଇଁ ସେଠି ହେଇଛି। ସେଟାକୁ ଆମେ ପ୍ରଣାମ କରିବା କଥା। ପ୍ରଣାମ କଲୁ ମଧ୍ୟ ସେଠି। ମାନେ ସେଠି ଗୋଟେ କହିବାକୁ ଗଲେ, ସେଠି ଆମେ ସେଇ ଜାଗାକୁ ଯିବା ହିଁ ଆମର ଗୋଟେ କୃପା, ସେ ଜାଗାକୁ ଯିବା ହିଁ। ତାପରେ ସେଠି ଗଲା ପରେ ଆମେ ଆସିଲୁ ବର୍ଷାନା। ବର୍ଷାନାରେ ହଁ ସେମିତି ଅନୁଭବ ହେଲା, ରାଧାରାଣୀ ଏମିତି କରିଥିବେ। ତାପରେ ଆମେ ଯୋଉ ସେ କହିଲେ ଭକ୍ତ, କହିଲେ କି ରାଧାରାଣୀ ଆଉ କୃଷ୍ଣଙ୍କର ମିଳନ ସ୍ଥଳୀ କଣ ହେଟା କହନ୍ତି, ସଂକେତ କଣ ସ୍ଥଳୀ କହନ୍ତି ଗୋଟେ, ସେଟା ମୋର ମନେ ନାହିଁ ଭଲରେ। ସେଠି ରାଧାରାଣୀ ୟାଙ୍କର ସଂକେତ ଥିଲା କି ସେଠି ରାଧାରାଣୀ ଯୋଉଠି କୃଷ୍ଣଙ୍କ ସହିତ ଭେଟ ହଉଥିଲେ, ସେଠି ୟାଙ୍କର ସଂକେତ ଥିଲା ଏଇଠି ଆସିକି ଆମେ ଭେଟ ହବା। ସେଠି ଆମେ ଯାଇନୁ ସେ ଜାଗାକୁ, ହେଲେ ଆମେ ଭାବୁଥିଲୁ ସବୁ ମନରେ କି ଏଇଟା ଏମିତି ହଉଥିବ, ମାନେ ଏଇଠି ଥିବ ରାଧାରାଣୀଙ୍କ ଘର, ଏଠି କୃଷ୍ଣଙ୍କର, ଆଉ ଏମିତି ସଂକେତ ଦେଇକି କେମିତି ଆସିଥିବେ ସେ ଜାଗାକୁ, ଏମିତି ସବୁ ଭାବନା ମନରେ ଆସିଥିଲା ସବୁ। ରାଧାରାଣୀ ପୁଣି ତାଙ୍କର ଏତେ ଉପରେ ଘର, ରାଧାରାଣୀଙ୍କର, ସମସ୍ତେ ଯାଉଥିଲେ ସେଠିକି, ମାନେ ସେ ରାଧାରାଣୀଙ୍କର ବି ଗୋଟେ ଅନୁଭବ ଆସିଥିଲା, ରାଧାରାଣୀ ଏଠି କଣ କରୁଥିବେ, ରାଧାରାଣୀ ଇଆଡେ ସିଆଡେ ବୁଲୁଥିବେ, କେମିତି କଣ କରୁଥିବେ, ସବୁ ମନେ ଗୋଟେ ଚାଲୁଥିଲା। ସେ ମନ୍ଦିର ଦେଖିକି, ଯେହେତୁ ନାହିଁ ସେଟା ଅଲଗା କଥା, ମୁଁ ଜାଣିନି ଅଛି କି ନାହିଁ, କିନ୍ତୁ ଆର୍ଟିଫିସିଆଲ ହେଇଛି। ହେଲେ ଯୋଉ ଘର ଗୁରା ଯେମିତି ହେଇଛନ୍ତି, ସେ ସବୁ ମାନେ ଦେଖିକି ହିଁ ଆସୁଥିଲା ମନରେ, ଏମିତି ସବୁ ହଉଥିବ ଏଠି, ଏମିତି ସବୁ ଲୀଳା କରୁଥିବେ, ମାନେ ମନେ ଗୋଟେ ଭାବ ଆସୁଥିଲା କି ହଁ ଏଇଟା ଗୋଟେ ଏମିତି ଚାଲିଥିବ ସେଠି। ହଁ ଆଉ ଗୋଟେ, ସେଠି ରାଧାରାଣୀଙ୍କର ସବୁ କୃପା ମିଳୁଥିଲା, ସବୁ ପ୍ରସାଦୀ ହିସାବରେ ଦିଆ ହଉଥିଲା ସମସ୍ତ ଭକ୍ତ ମାନଙ୍କୁ। ସେଠି ବି ଆଗକୁ ପଶିଗଲୁ। ସିଏ କଣ ହାତ, ଆମେ ଠିଆ ହେଇକରି ମାଗୁଥାଉ କଣ ଗୋଟେ ଦିଅ, କଣ ଗୋଟେ ଦିଅ, ଗୋଟେ ମାଗୁଥାଉ, ହାତ ବଢେଇଥାଉ, କଣ ମିଳିଯିବ କୃପାରୁ। ସିଏ ଏଠି ମତେ ଶଙ୍ଖା ଆଉ କଣ ମେହେନ୍ଦୀ ମିଳିଲା, ତାଙ୍କୁ ଘରକୁ ନେଇ ଆସି ସେଠୁ ତାପରେ କେତେ ଭକ୍ତ ମାନଙ୍କୁ ଅନ୍ୟ ଅନ୍ୟ ପ୍ରସାଦ ସବୁ ମିଳୁଥିଲା। ତାପରେ ସେଠି ଦର୍ଶନ ହେଲା। ତାପରେ ସେଠୁ ତାପରେ 84 ଖମ୍ବା ଯୋଉଠି ଥିଲା ଆମର, ସେ ଗୋକୁଲକୁ ଆସିଲୁ। ସେଠି ଭିତରକୁ ତ ଆଲାଉ କରୁନଥିଲେ ସମସ୍ତଙ୍କୁ, ସେ ଭକ୍ତ ମାନେ ଗଲେ। ଆମେ ଯୁଆଡେ ଭକ୍ତ ସିଆଡେ ପଳେଇଲେ, ଆମକୁ ସବୁଆଡେ ଆଲାଉ। ମହାରାଜ ଯୁଆଡେ ଯିବେ, ଭକ୍ତ ଯୁଆଡେ ଯିବେ, ତାଙ୍କ ସଙ୍ଗରେ ଯୁଆଡେ ଯିବ, ସିଆଡେ ସବୁଆଡେ ପଶିଯିବ। ମାନେ ଯୋଉଟା ପସିବୁଲ ନଥିବ ସେଟା ବି ଆମେ ହେଇଯିବ। ଯେମିତି ଆମର ଯେମିତି ଗୁରୁ ମହାରାଜ ଯଦି ତାଙ୍କ ସାଙ୍ଗରେ ଆମକୁ ନେଇଯିବେ ବୈକୁଣ୍ଠ, ତାହେଲେ ଆମେ ଭିଡି ହେଇକି ପଳେଇବା। ହେଲେ ଆମର ସକ୍ଷମ ନାହିଁ ଆମେ କିଛି କରିପାରିବା ଏତେ ବାଟ। ସେଇ ଭିତରକୁ ଯୋଉ ଏଣ୍ଟ୍ରି ଟା ଆଲାଉ ନଥିଲା, ସେ ଭକ୍ତ ମାନେ ଆମର ପ୍ରଭୁ ଏକା ଯେତେବେଳେ ଗଲେ, ତାଙ୍କ ପଛ ପଛେ ପଶିଗଲି ମୁଁ। ପଶି ହେଇଯିବ ଆରାମସେ, ଭକ୍ତ ମାନେ ଯାଉଛନ୍ତି ନା, ତାଙ୍କ ସଙ୍ଗରେ ଗଲେ ସବୁ ହେଇଯିବ। ପଶିଗଲି। ପଶିଗଲା ପରେ ସେ ପ୍ରସାଦୀ ମାଳ ଦେଲେ, ପ୍ରସାଦୀ ମାଳ ଦେଲା ପରେ ପ୍ରସାଦ ମିଶ୍ରି ପ୍ରସାଦ ଦେଲେ। ତାପରେ ଏଠି ବଳରାମଙ୍କ ଜନ୍ମ ସେଠି ଦେଖିଲୁ। ତାପରେ ସେ ଏଠି କହିଲେ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ, ସେଟା ଗୋଟେ ବଢିଆ ମାନେ ଲାଇଟ ପଡିଥିଲା ତାଙ୍କ ଉପରେ ବୋଧେ ପରଛାଇ, ଆମର ଛାଇଟା ପଡିବନି ବୋଲି ସେଥିପାଇଁ ଥିଲା। ସେଥିପାଇଁ ଆମେ ଭିତରକୁ ଗଲେ, ଦର୍ଶନ ବି ବଢିଆ ହେଲା। ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡୁଥିଲା, ଗୁରୁଣ୍ଡି ଗୁରୁଣ୍ଡି ଆସିବାକୁ ପଡୁଥିଲା। ଉଁ, ତାପରେ ସେଠୁ ଆସିଲୁ 84 ଖମ୍ବା, ମାନେ ସେଠି ଯେହେତୁ କୃଷ୍ଣ ଲୀଳା କରିଛନ୍ତି, ସେ ଖମ୍ବ ଏପର୍ଯ୍ୟନ୍ତ ଅଛନ୍ତି। ସବୁ କମ୍ବକୁ ଆମେ ଟିକେ ଟିକେ ମାନେ ଆଲିଙ୍ଗନ କରୁଥିଲୁ। ଆଉ ଲାଗୁଥିଲା, ଖାଲି ଛୁଉଁଥିଲୁ ସେ ଖମ୍ବକୁ। ଏଇଠି କୃଷ୍ଣ ହାତ ପୋଛିଥିବେ, ଏଇଠି କୃଷ୍ଣ ଏମିତି ଖେଳୁଥିବେ, ଏମିତି ଯାଇକି ହାତ ମାରି ଦଉଥିବେ। ମାନେ କୃଷ୍ଣ ସେଠି ବି ଏମିତି ତାଙ୍କ ବାଲ୍ୟ ରୂପରେ ସେଠି ବି ଖେଳୁଥିଲେ। ଲାଗୁଥିଲା ଚାରିଆଡେ କୃଷ୍ଣ ଏମିତି ଖେଳୁଥିବେ, ଏଠି ଏମିତି ବୁଲୁଥିବେ। ମୁଁ ଭାବୁଥାଏ କୃଷ୍ଣ ଛୋଟବେଳେ ଏତେ ସବୁ ଖମ୍ବ କେମିତି ଦୌଡା ଦୌଡିଆ ଭିତରେ ଭିତରେ କେମିତି ସବୁ କରୁଥିବେ। ଏତେ ଏତେ ଛୋଟ ଛୋଟ ମାନେ ପାଖାପାଖି ସବୁ ଖମ୍ବ ପରା ଅଛି। ଏ କୃଷ୍ଣ ୟା ଭିତରେ କେମିତି ପଶିଯାଉଛି, ୟା ଭିତରେ ଯଶୋଦା ମାତାଙ୍କୁ ବଢିଆ ସେ ଭିତରେ ଇଏ କରିବାକୁ ସୁବିଧା ହଉଛି ତାଙ୍କୁ। ସିଏ ତା ଭିତରେ ପଶି ଯାଉଥିବେ, ସେଟା ମାନେ ଭଲ ମାନେ ଆସିଥିଲା ମନରେ, ସେ ଲୀଳା ଚାଲିଥିବ କି ସେମିତି। ତାରେ ଆସିଲୁ ଯୋଉଠି ତାଙ୍କର ଦାମୋଦର ଲୀଳା ଯୋଉଠି ହେଇଥିଲା, ସେଠି ଦର୍ଶନ କଲୁ।
ତାପରେ ସେଠି ନନ୍ଦକୂପ ଗୋଟେ ଥିଲା, ସେଠି ଯାଇକି ଦର୍ଶନ କଲୁ। ସେଠି ଦର୍ଶନ କଲା ପରେ ଆସିଲୁ ବ୍ରହ୍ମାଣ୍ଡ ଘାଟକୁ ଆସିଲୁ। ବ୍ରହ୍ମାଣ୍ଡ ଯୋଉଠି ମାଟି ଖାଇଥିଲେ ସେଠୁ ବି ଆମେ ଟିକେ ପ୍ରସାଦି ଗ୍ରହଣ କଲୁ। ତାପରେ ଆସିଲୁ ସେଠୁ ବ୍ରହ୍ମାଣ୍ଡ ଘାଟରେ ମୋର ଗୋଟେ ଆଉ ଗୋଟେ ଭାବ ଆସିଥିଲା। ବ୍ରହ୍ମାଣ୍ଡ ଏଇଟା ତ ସେତେବେଳେ ଯଶୋଦା ମା ହେଇକା ସବୁ ଥିବେ ଆମ ମନରେ, ସମସ୍ତଙ୍କ ମନରେ, ମୋ ମନରେ ବୋଲି ଖାଲି ନୁହଁ, ଯେତିକି ଆସିଲୁ 5-6 କିଲୋମିଟର ଚାଲିକି ଆସୁଥିବେ କି, ଆସିକି ଏଇଠି କୃଷ୍ଣଙ୍କୁ ମାଟି ଦେଖିଥିବେ କି, ମାଟି ଖାଇଥିଲେ ବ୍ରହ୍ମାଣ୍ଡ ରୂପଟା ଏଇଠି ଦେଖିଥିବେ, ଏତେ ବାଟ କେମିତି ଆସିଥିଲେ, ନହେଲେ ମନରେ ସବୁ ଅଲଗା ଅଲଗା ଭାବନା ସବୁ ଆସିବ। ତାପରେ ସବୁ ଭକ୍ତ ମାନେ ସେଇଟା ମନରେ ସବୁ ଚିନ୍ତା କଲେ, ସବୁ ଡିସ୍କସନ ବି କଲେ ତାପରେ। ମୁଁ ତ ଭାବୁଥିଲି ଯଶୋଦା ମା କେମିତି ଆସିଥିବେ ଏଠିକି, ଏଠି ଯଶୋଦା କୃଷ୍ଣ ବଳରାମ ଖେଳୁଥିବେ କୋଉ ଜାଗାରେ, ଯମୁନା କୂଳରେ ଏମିତି ଖେଳୁଥିଲେ, ଆଉ ଏମିତି ମାଟି ଖାଇଥିଲେ, ଆଉ ଆସିଥିଲେ ଏଠି ମା ଯଶୋଦା ମାଙ୍କୁ ଖବର ପଡିଲା କାରଣରେ ସିଏ ଆସିଲେ ଏଠି, ଏମିତି ସବୁ ଲୀଳା ହେଇଥିବ ବୋଲି ଆମେ ସବୁ ମନରେ ଭାବୁଥିଲେ। କିନ୍ତୁ ସେତେବେଳେ ସବୁ ଅଲଗା ଉଁ, ମାନେ ସେତେବେଳେ ସମସ୍ତେ ଦିବ୍ୟ, ସେତେବେଳେ ସବୁ ଚାରିଆଡେ ଏତେ ଗାଈ, ଏତେ ଗୋମାତା ସବୁ ଥିଲେ, ଏତେ ସଖା ସଖୀ ସବୁ ଥିଲେ ତାଙ୍କର। ସିଏ ବି ମାନେ ବୃନ୍ଦାବନ ଜାଗା ହଉଥିବେ, ସେଟା ଗୋଟେ ଅଦ୍ଭୁତ ଲୀଳା ହଉଥିବ ସେତେବେଳେ, ଆମେ ଯୋଉଟା ଏବେ ଦର୍ଶନ କରିପାରୁନୁ କି କରିପାରିବା, ଆମର ଶୁଦ୍ଧ ଏତେ ଚେତନା ନାହିଁ। ଆଉ ସେଠି ଗଲା, ସେଠି ପରେ ଆସିଲୁ କୋଉଠି ଆମର ରମନ ରେତି। ରମନ ରେତିରେ ଯୋଉ କୀର୍ତ୍ତନ ହେଲା, ଯୋଉ ଇଏ ହେଲା, ମଜା ହେଲା। ଯେହେତୁ କୃଷ୍ଣ ବଳରାମ ସେଠି ଖେଳନ୍ତି, ସେଠି ତାଙ୍କର ଲୀଳା କରନ୍ତି ସେ ରମନ ନୀତିରେ, ସେଠି ସବୁ ଭକ୍ତ ମାନଙ୍କୁ ମାନେ ସେଠି ଗୋଟେ ମନରେ ଆସୁନଥିଲା କି ଆସିବନି, ଆସୁନଥିଲା କି ଆସିବନି, ସେଠି ସେ ମାଟି ସବୁ ବୋଳି ଯାଉଥିଲେ ସବୁ, ମୋ ମୁଣ୍ଡରୁ ଏପର୍ଯ୍ୟନ୍ତ ସେ ବାଲି ଯାଇନି କି ତାକୁ ଦଉନି। ସେ ବାଲି ସେ ଯେତେବେଳେ ଇଏ କଲେ ଟିକେ ଟିକେ ବାହାରୁଛି, ସେ ମାନେ ଦେହରେ ଲାଗି ଯାଉ କି କଣ ହେଇଯାଉ କାହାର ଚିନ୍ତା ନଥିଲା। ମାଟି କାଦୁଅ ବାହାରେ କୋଉଠି ମାଟି କାଦୁଅ ହେଇଗଲେ ଅଲଗା ଚିନ୍ତା, ସେଠି କିଛି ଚିନ୍ତା ନଥିଲା। ସେଠି ଚିନ୍ତା କରିବା କଥା ହିଁ ନୁହଁ। ଯେହେତୁ ମୋ ଚିନ୍ତାଧାରା ଟିକେ ପବିତ୍ର ନୁହଁ, ସେ ଚିନ୍ତା ଆସୁଛି ହାରି, ମୁଁ କହିଦେଲି। ତାପରେ ସେଠି ସେଠୁ ଗଲା ପରେ ସେଠି ତ କେହି ଧୁଆ ଧୁଇ ବି ମନା, ବାହାରେ ଆସିଲା ପରେ ସେ ଲାଗିଛି ଲାଗିଛି ଲାଗିଛି। ସେ ରମଣୀତିରେ ଯୋଉ କୀର୍ତ୍ତନ ହେଲା, ସେଠି ତ କୀର୍ତ୍ତନ ମାନେ ଆସିବାକୁ ଇଚ୍ଛା ନଥିଲା। ଯେହେତୁ ଆମର ଲେଟ୍ ହଉଥିଲା, ପୁଣି ଆସିବାକୁ ରୁମକୁ ଆସିବାକୁ ଲେଟ୍ ହଉଥିଲା, ସେଥିପାଇଁ ଆସିଲୁ, ନହେଲେ କୀର୍ତ୍ତନ ଚାଲିଥିଲା ମାନେ ଚାଲିଥିଲା, ରହିବାକୁ ଇଚ୍ଛା ନାହିଁ। ତାପରେ ମାନେ ଆଉ ଗୋଟେ କଥା, ଆମେ ମାନେ କିଛି ବଡିକୁ ଜଣା ହିଁ ପଡୁନଥିଲା, ସେଠି ତ ଜଣା ହିଁ ପଡିବନି, ଜଣା ହିଁ ପଡୁନଥିଲା କି ଆମର କିଛି ହଉ ବୋଲି, ଆମ ଦେହରେ କିଛି ଯନ୍ତ୍ରଣା ବି ନାହିଁ। ତାପରେ ଅ ମତେ ମୋ ସାଙ୍ଗ ହେଇକା ମୋ ସାଙ୍ଗ ପଚାରୁଥିଲା କି ତୋର ଏମିତି ଏତେ ସବୁ କରୁଛୁ କାହିଁ, କିଛି ହଉନି, ଥଣ୍ଡା ଫଣ୍ଡା ହବ, ଇଏ ହବ, କହିଲି ଏଥିରେ ଆସିଲା ପରେ ଘରୁ ଗଲେ ପଛେ ଯାହା ହେଇଯାଉ, ଦେହ ଖରାପ ହେଇଯାଉ କି ଯାହା ହେଇଯାଉ, ଏଠି 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 ବି ହଉ, ହେଲେ ଏଟାକୁ ଦେହ ଖରାପ ଚାନ୍ସ ସବୁବେଳେ ମିଳିବ, ଦେହ ଖରାପ ହବାକୁ ଚାନ୍ସ ଡେଲି ଅଛି, ମାସ ବଢିଛି ବର୍ଷ ବଢିଛି, ଏଇ ଚାନ୍ସ ଟା ସବୁବେଳେ ମିଳିବନି। ସେଥିପାଇଁ ସେଠି ରହିକି ଯେତେ ଫାଇଦା ଉଠେଇବା କଥା, ଯେତେ କୃପା ନେଇଯିବା କଥା, ଚାରିଆଡେ ବୁଲାବୁଲି। ତାପରେ ସେଠୁ ଆସିଲୁ, ସେଦିନ ଆସିକି ବି, ସେଦିନ ଆସି ଲେଟ୍ ହେଲା ହେଲେ ବି ଭକ୍ତମାନେ ଯାଇକି ବୁଲାବୁଲି କଲେ, ଆମେ ବି ଗଲୁ ଆହୁରି ବୁଲିଲୁ ସେଦିନ ଆସିକି। ଲାଷ୍ଟ ଦିନ ସେଦିନ, ସେଦିନ ଆସିକି ଆମେ ଆହୁରି ବୁଲିଲୁ। ମଥୁରାରେ, ହଁ ମଥୁରାରେ ଦର୍ଶନ ହେଲା। ଆଉ ଆମର ମୁଁ ଜାଣିନଥିଲି, ମୁଁ କେବେ ଦର୍ଶନ କରିନି, ସତ୍ୟବ୍ରତ ପ୍ରଭୁ ଶ୍ରୀ ଦର୍ଶନ କରିଛନ୍ତି ଆଗରୁ। ସେ ଗୋଟେ ସ୍ଥାନ କହିଲେ ଯୋଉଠି ସେ ସମସ୍ତ ଯୋଉ କଂସ ନେଇକି ସମସ୍ତଙ୍କର ମୁଣ୍ଡ ଏଠି ପିଟି ଦଉଥିଲା, ଛୁଆ ମାନଙ୍କର, ସେ ଯୋଉ ଜନ୍ମ ହଉଥିଲେ ଯିଏ ସମସ୍ତଙ୍କର ହେଠି ପିଟି ଦଉଥିଲେ, ସେଇ ଜାଗାରେ ଦର୍ଶନ ତ ଆମେ ଉପରକୁ ଛାଡିଲେନି ସେ ଉପରକୁ। ତାପରେ ସେ ଜାଗାରେ ଦର୍ଶନ, ସେ ପ୍ରଭୁ କହିଲେ କି ସେଇ ଜାଗାରେ ସେ ଜିନିଷଟା ଅଛି, ସେଇ ଜାଗାଟା ଦେଖି ଦୂରରୁ ଦର୍ଶନ, ଦୂରରୁ ଗୋଟେ ଅଲଗା ଛାତରେ ଚଢିକି ସେଇ ଜାଗାରେ ଦର୍ଶନ ହେଇପାରୁଥିଲା, କିନ୍ତୁ ପାଖକୁ ଯିବାକୁ ଛାଡୁନଥିଲେ ସେଠି ଟିକେ, ଆଲାଉ କଲେ ପରେ ବୋଧେ, ଆମେ ଆସିଲା ବେଳକୁ ଛାଡିଲେନି। ତାପରେ ସେଠି ଦର୍ଶନ କରିବାକୁ ମାନେ ଦୂରରୁ ଦର୍ଶନ ହେଲା ବି, ମତେ ଗୋଟେ ମନରେ ଆସିଥିଲା କି ଏମିତି କଂସ ଆସିବ, ଏମିତି କରୁଥିଲା ସେଠି, ସେ ତା ତଳେ ଏମିତି ତା ତଳେ ଯଶୋଦା ମା, ଯୋଉ ଦେବକୀ ମା ଏମିତି ରହିଥିବେ। ତାପରେ ସବୁ ସେଇଠୁ ଆଣିକି ଏତେ ଇଏ କରୁଥିବ କଂସ, ସେ ଗୋଟେ ଯାହାର ମୋହ ବୋଲି ନୁହଁ, ସମସ୍ତେ ଭକ୍ତ ମାନଙ୍କରେ ସେଟା ଆସିବ। ତାପରେ ସେଠୁ ଆସିଲୁ, ସେଠୁ ଆମେ ପ୍ରସାଦ ଘର ପାଇଁ ପେଡା ଫେଡା ସବୁ ସେଠୁ କିଣିଦେଲୁ। ତାପରେ
ସେଠୁ ଆସିଲା ପରେ ଆମେ ତ ଆହୁରି ରୁମରେ ପହଞ୍ଚିକି ଫ୍ରେଶ ହେଇକି ଆଉ ଥରେ ବୁଲିବାକୁ ଗଲୁ। ତାପରେ ବୁଲିକି ଆସିକି ତାପର ଦିନ ଯୋଉ ଆସିବା ଚିନ୍ତାଟା ଥିଲା, ମତେ ଲାଗୁଥିଲା ରହିଲେ ବି ଆମ ମନରେ ଯେହେତୁ ଆମେ ୟାଡେ ରହୁଛେ, ସେଥିପାଇଁ ଆମ ମନରେ ଆସିଥିଲା କି ହଁ ଆଉ 2-3 ଦିନ ରହିଯିବା କି। କିନ୍ତୁ ଇଚ୍ଛା ଥିବ ସବୁଦିନ ପାଇଁ ଏଠି ରହିଯିବାକୁ। ଆକ୍ୱାଣ୍ଟେଡ ହେଇଯାଇଥିଲା, ମାନେ ସେଠି ଗୋଟେ ଆମ ସହିତ ବୃନ୍ଦାବନ ସହିତ ଆକ୍ୱାଣ୍ଟେଡ ହେଇଯାଇଥିଲେ ଆମେ। ଡେଲି ଆମେ ଏଇଆ କରିବା, ଡେଲି ଏମିତି ଯିବା, ଡେଲି କରିବା, ଗୋଟେ ମାନେ ଆକ୍ୱାଣ୍ଟେଡ ହେଇଯାଇଥିଲା, ସବୁ ଡେଲି ୱାର୍କ ହେଇଯାଇଥିଲା ଗୋଟେ। ଆମର ଡେଲି କାମ ହେଲା ଏଇଟା। ତାପରେ ସେଠି ସବୁ ସରିଲା। ତାପରେ ଦିନ ଆସିବା ଯୋଉ ଥିଲାଟା, ସେ ଆସିବା ପାଇଁ ଏତେ ଇଣ୍ଟରେଷ୍ଟ ନଥିଲା ଆସିବା ପାଇଁ। ଲାଗୁଥିଲା କି କାଲି ବି ସକାଳୁ ଉଠିକି ଏମିତି ସବୁ ଯିବୁ, ମଙ୍ଗଳ ଆଳତି ଯିବୁ, ଏମିତି କୀର୍ତ୍ତନ ହବ, ତାପରେ ପୁଣି ଯୋଉ ପେଣ୍ଡାଲ ଯିବୁ, ପେଣ୍ଡାଲ ଆସିକି ପ୍ରସାଦ ପାଇବୁ, ପ୍ରସାଦ ପାଇକି ଆସିକି ପୁଣି ବୃନ୍ଦାବନ ଚାରିଆଡେ ବୁଲିବାକୁ ଯିବୁ, ଏମିତି ସବୁ ଦର୍ଶନ କରିବାକୁ ଯିବୁ। ତାପରେ ସବୁ ସରିଲା ପରେ ତାପରେ ଆମେ ଆସିଲୁ। ଆସିବାର ଟ୍ରେନରେ ବସିଥିଲୁ, ମାନେ କୀର୍ତ୍ତନ ତ ବି ଆସିଲା ବେଳେ ବି ହେଲା, କିନ୍ତୁ ଟ୍ରେନରେ ଯେତେବେଳେ ଆମେ ଆସିଲୁ ସେତେବେଳେ ଗୋଟେ ଭାବନା ଆସୁଥିଲା, ଏଇ ଟାଇମରେ ଆମେ ବୃନ୍ଦାବନ ଥିଲେ କଣ କରିଥାନ୍ତୁ, ଏଇ ଟାଇମରେ ବୃନ୍ଦାବନ ଥିଲେ ଏୟା ବୁଲିଥାନ୍ତୁ, ପୁଣି ଯାଇଥାନ୍ତୁ। ମାନେ ଟ୍ରେନରେ ବସିଲା ପରେ ସେ ଲାଗୁଥିଲା, ଘରେ ଆସିଲା ପରେ ସେ ଲାଗିଲା, କହିଥାନ୍ତି ମୁଁ ଆସିକି କହୁଛି ଖାଲି ବୃନ୍ଦାବନ ଏଇ ଟାଇମରେ ଥିଲେ ଆମେ ଏଇ ଟାଇମରେ ବୁଲିଥାନ୍ତୁ, ଏଇ ରାତି ଟାଇମରେ ଥିଲେ ତାହା ବାହାରେ ଏମିତି ଆମେ ବୁଲୁଥିଲୁ, ଦର୍ଶନ କରିବାକୁ ଯାଉଥିଲୁ। ଯେମିତି ଘର, ଆଉ ଘର ସେଟା ବୃନ୍ଦାବନ ଆମ ଘର ନାହିଁ, ସେଠି ଆମେ ଚାରିଆଡେ ବୁଲୁଥିଲୁ, ଆକ୍ୱାଣ୍ଟେଡ ହେଇଯାଇଥିଲା ପୁରା। ଏପର୍ଯ୍ୟନ୍ତ ବି ଲାଗୁଛି ଇଏ ଥିଲେ ଇଏ କରିଥାନ୍ତୁ, ମାନେ ଲାଗୁଛି କାଲି ପରଦିନ ଆସିଲା ଭଳିଆ ଘରକୁ। କିନ୍ତୁ ମୋର ବହୁତ ମାନେ ରହିଲା। ଦର୍ଶନ ବି ଭଲ ହେଲା। ଆଉ ଗୋଟେ ଆକ୍ଚୁଆଲି ଦର୍ଶନ ଆମର କଣ ପାଇଁ ଭଲ ହେଲା, ଭକ୍ତ ମାନଙ୍କ ସଙ୍ଗରେ ଯେହେତୁ ଥିଲେ ଆମେ, ଆଉ ଗୋଟେ ଜାଗାରେ ରାଧା ଗୋକୁଳାନନ୍ଦ, ସେଠି ପ୍ରଭୁ କହିଲେ କୀର୍ତ୍ତନ କର, ସିଏ କବାଟ ଦର୍ଶନ ପାଇଁ ଖୋଲିଦେବେ। ସେ ଯେହେତୁ 9ଟା ସିଏ କହିଦେଇଥିଲେ 9ଟାରେ ଦର୍ଶନ ଖୋଲିବେ। ତାପରେ ଆମେ ସେଇଠି କୀର୍ତ୍ତନ, ସେ କହିଲେ କୀର୍ତ୍ତନ କର, ଖୋଲିବେ। ଆମେ କୀର୍ତ୍ତନ ତାଙ୍କୁ ପଚାରି ତାଙ୍କ ପରମିସନ ନେଇକି କୀର୍ତ୍ତନ କଲୁ। ସେ କହିଲେ ହଁ କୀର୍ତ୍ତନ କର। କୃଷ୍ଣଙ୍କର ଇଚ୍ଛା ହିଁ ଆମକୁ ଦର୍ଶନ ଦବା, ଭକ୍ତମାନଙ୍କୁ ଦର୍ଶନ ଦବା। ସେ କୀର୍ତ୍ତନ ସେଠି ଆମେ କୀର୍ତ୍ତନ କଲୁ, ସେ ଲାଷ୍ଟକୁ ସେଠି ସେ ଦର୍ଶନ ପାଇଁ ଖୋଲିଦେଲେ। ଖୋଲିଲେ ଏତିକି ସମୟ ଦର୍ଶନ କର, ତାପରେ ଆଉଥରେ ବନ୍ଦ କରିଦେଲେ। ମାନେ ସେ କହିଲେ କୀର୍ତ୍ତନ ଭକ୍ତ ମାନଙ୍କ ବାଣୀ, ଭକ୍ତ ମାନେ କହିଲେ ମାନେ ହେଲା। ଆଉ ଗୋଟେ ସେଠି କୀର୍ତ୍ତନ ହେଲା ପରେ ସେ ଦର୍ଶନ ଖୋଲିଦେଲେ, ସେଟା ବଢିଆ ଗୋଟେ। ଆଉ ଗୋଟେ ଯୁଆଡେ ଯାଉଥିଲୁ, ଏଇ ଜାଗାରୁ ସେ ଜାଗାରେ ଯୁଆଡେ ଯାଉଥିଲୁ କୀର୍ତ୍ତନ କରି କରି ଚାଲ। ତାପରେ ଆଉ ଗୋଟେ କୋଉଠି କିଲିକୁଜ ପାଖରେ ଗୋଟେ ଯୋଉ ଜାଗା ଥିଲା, ଯୋଉଠି ରାଧାରାଣୀଙ୍କର ନୁପୁର ପଡିଥିଲା, ଶ୍ୟାମାନନ୍ଦ ରାୟ ସେଠି ତାଙ୍କର ଲୀଳା ହେଇଥିଲା ରାଧାରାଣୀଙ୍କର। ସେଠି ଗୋଟେ ବଢିଆ ଷ୍ଟୋରି ସେ ରହିଲା, କେମିତି ରାଧାରାଣୀଙ୍କ ନୁପୁର ପଡିଥିଲା। ସେ ଜାଗାର ମାଟି ଆମେ ପାଇବା ଧନ୍ୟ। ସେ ଜାଗାର ସେଠି ଦର୍ଶନ ହେଲା ବଢିଆ। କେଲିକୋଜ ବି ଦର୍ଶନ ହେଲା, ସେଠି ଲଳିତା କୁଣ୍ଡ ଥିଲା, ତାର ଲୀଳା ବିଷୟରେ ବି ସେ କହିଲେ। ମୋର ଦର୍ଶନ ବହୁତ ଇଏ ଥିଲା। ଆମେ ତ ଗୁରୁ କୃଷ୍ଣଙ୍କ କୃପାରେ ଆମେ ଯାଇପାରିବା, ଦର୍ଶନ କରିପାରିବା, ଏଇଟା ହେଲା ବି ସମ୍ଭବ ବି ହେଲା। ଆମେ ଏ ଯଦି ଖାଲିରେ ବି ଏତିକି ଦିନ ଯାଇଥାନ୍ତେ, ସବୁଆଡେ ଦର୍ଶନ ହେଇପାରିନଥାନ୍ତା, କି ସବୁଆଡେ ଭଲରେ ଆମେ ବୁଲି ପାରି ନଥାନ୍ତେ। କିନ୍ତୁ ସାଧୁ ସଙ୍ଗ ଭକ୍ତଙ୍କ ସଙ୍ଗରେ ଆମେ ଗଲୁ ବୋଲି ଭଲସେ ବୁଲି ହେଲା, ସବୁ କରିହେଲା। ଏତିକି ମୁଁ କହୁଛି। वाञ्छाकल्पतरुभ्यश्च कृपा सिन्धुभ्यः पावनेभ्यो वैष्णवेभ्यो नमो अनन्त रूपाय जय, गुरुदेव की जय। हरे कृष्ण। तो विशेष धन्यवाद आकाश प्रभु को। वृंदावन रो जो फ्लेवर थाए, वृंदावन स्वाद को यदि किए चाखिबो ताले मटेरियल फीवर बहुत ही जगत जर धीरे दूर को पड़े। वृंदावन आमर वास्तव घर, तेणु आमको पुनः वृंदावन जीवार अच्छी। गोटे वर्ष पर नुहे वृंदावन चेतना हमको डेवलप करार अच्छी। तो धीरे धीरे वृंदावन बास कर स्वाद आम बहुत ही जगत रही अनुभव कर। तो बहुत बहुत धन्यवाद प्रभु को। आम नेक्स्ट पेपर श्रवण करवा हमर पूजा माता जी कथा। हरे कृष्ण। पूजा माता जी अच्छे? आज्ञा प्रभुजी। हरे कृष्ण। स्टार्ट करते।
ॐ अज्ञानतिमिरान्धस्य ज्ञानजनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमति भक्तिवेदान्तस्वामिनिति नामिने नमस्ते सरस्वती देवी गौरवाणी प्रचारिणे निर्विशेषशून्यवादे पाश्चात्यदेशतारिणे हे कृष्ण करुणा सिंधु दीनबंधु जगतपते गोपीश गोपिकाकांत राधाकांत नमस्तुते तप्त कांचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्तवृंद हरे कृष्ण 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 हरे 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 राम 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 हरे हरे। प्रथमे ମୁଁ ପ୍ରଭୁଜୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କି ସିଏ ମତେ ବୃନ୍ଦାବନ ଧାମ ଯାତ୍ରାରେ କଣ ମୋର ରିଅଲାଇଜେସନ ହେଲା, କଣ ଏକ୍ସପିରିଏନ୍ସ ହେଲା, ସେଇଥିପାଇଁ ସୁଯୋଗ ଦେଇଥିବାରୁ ମୁଁ ଷ୍ଟାର୍ଟ କରିବାକୁ ଯାଉଛି। ଫାର୍ଷ୍ଟ ଅଫ୍ ଅଲ୍ ମୁଁ ଏହା କହିବାକୁ ଚାହିଁବି କି ମୁଁ ବହୁତ ବର୍ଷ ହେଲା ମାନେ ବୃନ୍ଦାବନ ଧାମ ଯାତ୍ରା ପାଇଁ ଚେଷ୍ଟା କରିଛି, କିନ୍ତୁ କୌଣସି କାରଣ ପାଇଁ ସିଚୁଏସନ ହଉ या तो फिर ଲକ୍ଷ୍ମୀ ପ୍ରୋବ୍ଲେମ ପାଇଁ ମୁଁ ମାନେ କେବେ ବି ଯାଇପାରିନି। କିନ୍ତୁ ଏଥର ଯୋଉ ମୁଁ ଗଲି ସେଟା ମାନେ ଗୁରୁ ମହାରାଜଙ୍କ କୃପା ଆଉ କୃଷ୍ଣଙ୍କର ରାଧାରାଣୀ ଆଉ ଯୋଉ ଆମର ବରିଷ୍ଠ ମାନେ ଶୁଦ୍ଧ ବୈଷ୍ଣବ ଅଛନ୍ତି ସେମାନଙ୍କ କୃପା ଯୋଗୁଁ ହିଁ ମୁଁ ଯାଇପାରିଲି। ତ ମତେ ସବୁବେଳେ ଡର ନର୍ଭସ ମତେ ସବୁବେଳେ ମାନେ ଡର ଟାଇପ ନର୍ଭସ ଟାଇପ ଏମିତି ମାନେ ଫିଲ୍ ହଉଥାଏ, କାହିଁକିନା ମୁଁ ଗୋଟେ ବଦ୍ଧ ଜୀବ ଆଉ ମୋ ଦ୍ୱାରା ଯଦି ମାନେ କିଛି ବି ଯଦି ତ୍ରୁଟି ଯଦି ହୋଇଯାଏ ତାହେଲେ ମୋର ଯୋଉ ବୃନ୍ଦାବନ ଧାମ ଯିବାର ଯୋଉ ସୁଯୋଗ ସେଇଟା ମାନେ କ୍ୟାନସଲ ବି ହେଇପାରେ। ମାନେ ମାନେ ଏମିତି ମାନେ ମାନେ ଭିତରେ ଭିତରେ ଡର ମାନେ ଲାଗୁଥାଏ। ମୁଁ ଡେଲି ରାଧାରାଣୀଙ୍କୁ ପ୍ରଭୁପାଦ ଆଉ ଗୁରୁ ମହାରାଜଙ୍କ କୃପା ମାନେ ତାଙ୍କୁ ମାନେ ପ୍ରେ କରୁଥାଏ କି ମାନେ କିଛି ସେମିତି ମାନେ ଅସୁବିଧା ନ ହଉ, ସବୁ ଡିଭୋଟିସ୍ ଯେମିତି ଭଲସେ ମାନେ ବୃନ୍ଦାବନ ଧାମ ଯାତ୍ରା କରିପାରିବେ। ତ ସେମିତି ମୋର ମାନେ ଡର ରହୁଥିଲା। ତାପରେ ଫାଇନାଲି ମୁଁ ମାନେ ଗୁରୁଦେବଙ୍କ କୃପାରୁ ବୃନ୍ଦାବନ ଧାମ ଯାତ୍ରା ଗଲି। ଟ୍ରେନରେ ଯିବା ସମୟରେ ବି ମାନେ ବହୁତ ଉତ୍ସାହ ଥିଲି କି ମାନେ ବୃନ୍ଦାବନ ଧାମ ଯାଇକି ମାନେ ମୁଁ ମାନେ କେମିତି ଦର୍ଶନ କରିବି, ମାନେ କୃଷ୍ଣଙ୍କର ଲୀଳା କେମିତି ଆସ୍ୱାଦନ କରିବି। ତାପରେ ଗୁରୁ ମହାରାଜଙ୍କର ଯୋଉ 50ତମ ସନ୍ନ୍ୟାସ ଆନିଭର୍ସରୀ ଥିଲା, ତାକୁ ମଧ୍ୟ କେମିତି ଆମେ ସେଲିବ୍ରେଟ କରିବୁ। ଆଉ ଟ୍ରେନରେ ବହୁତ ମତେ ଭଲ ଲାଗିଲା କି ମାନେ ଯୋଉ କୀର୍ତ୍ତନ ହଉଥିଲା ଟ୍ରେନରେ ସେଠି ମାନେ ବହୁତ ମତେ ଭଲ ଲାଗିଲା। ଆଉ କୀର୍ତ୍ତନ ସହିତ ପ୍ରସାଦମର ଆରେଞ୍ଜମେଣ୍ଟ ବି ମାନେ ଭଲ ଥିଲା। ଟ୍ରେନଟା ଲେଟ୍ ଥିଲା ବଟ୍ ଷ୍ଟିଲ୍ କୀର୍ତ୍ତନ ଯୋଗୁ ହିଁ ଆମେ ଏତିକି ସମୟ କଣ କହିବି ମାନେ ସମୟ ମାନେ ଆମେ ପେସେନ୍ସ ରଖିକି ମାନେ ସେଠିକୁ ଯାଇ ମାନେ ପହଞ୍ଚିଲୁ ବୃନ୍ଦାବନ ଧାମରେ। ତାପରେ ପହଞ୍ଚିଲା ପରେ 5 ତାରିଖ ଦିନ ଆମେ ଆମର ମର୍ଣ୍ଣିଂ ଷ୍ଟାର୍ଟ ହେଲା ମଙ୍ଗଳା ଆରତୀରୁ, ମାନେ ଇସ୍କନ ବୃନ୍ଦାବନ ମଙ୍ଗଳା ଆରତୀ। ଯୋଉ ମାନେ ଦେଖିକି ମତେ ଭାରି ଖୁସି ଲାଗିଲା କି ମୁଁ ସବୁବେଳେ ମାନେ ଫୋନରେ ରିଲ୍ସରେ ହିଁ ମାନେ ସେ ଇସ୍କନକୁ ଦେଖୁଥିଲି, ବଟ୍ ଫାର୍ଷ୍ଟ ଟାଇମ୍ ମୁଁ ମାନେ ସାମ୍ନାରେ ମାନେ ମାନେ ଇସ୍କନର ଦର୍ଶନ କଲି, ଯୋଉଠି ସ୍ୱୟଂ ମାନେ ପ୍ରଭୁପାଦ ଏବଂ ତାଙ୍କର ଯୋଉ ମାନେ ଡିସାଇପଲ ସେମାନେ ବହୁତ ମାନେ କଣ କହିବି ହାର୍ଡୱାର୍କ କରିଛନ୍ତି ସେଇ ମନ୍ଦିରକୁ ମାନେ ତିଆରି କରିବା ପାଇଁ। ଆଉ ଯୋଉ ଆମର ଯୋଉ କୃଷ୍ଣ ବଳରାମ ଯୋଉ ଅଛନ୍ତି ଡେଟିସ୍ ଯୋଉ ଅଛନ୍ତି ସେମାନଙ୍କୁ ସ୍ଥାପନ କରିବା ପାଇଁ। ତ ସେଠି ମଙ୍ଗଳା ଆରତୀ ଆଟେଣ୍ଡ କରିକି ତାପରେ ମାନେ ଆମ ଗ୍ରୁପରେ ମେସେଜ ଆସିଲା କି ଫୋଗଲା ଆଶ୍ରମ ଯିବାର ଅଛି। ଗୁରୁ ମହାରାଜଙ୍କ ସହିତ ମାନେ ଚାଣ୍ଟିଙ୍ଗ ବି ଅଛି ଆଉ ଲେକ୍ଚର ବି ଅଛି। ତ ଗୁରୁ ମହାରାଜଙ୍କ ସହିତ ଆମେ ଚାଣ୍ଟିଙ୍ଗ କରିବା ପାଇଁ ଫୋଗଲା ଆଶ୍ରମ ଗଲୁ। ଯେହେତୁ ଆମେ ଦେଖିନଥିଲୁ ଆମେ ବ୍ରଜବାସୀ ମାନଙ୍କୁ ମାନେ ପଚାରି ପଚାରିକି ଗଲୁ। ତ ରାସ୍ତାରେ ଯୋଉ ବ୍ରଜବାସୀ ମାନେ ଥିଲେ ସେଠି ମାନେ ଯେହେତୁ ବହୁତ ଥଣ୍ଡା ଥିଲା, ମାନେ ବହୁତ ଶୀତ ହଉଥିଲା, ଉପରେ ସେ ଭୋର ସକାଳୁ ମାନେ 5ଟା କେତେ ହେଇଯିବ।
ତ ସେଠି ଯୋଉ ବ୍ରଜବାସୀ ମାନେ ଥିଲେ ସେମାନେ ଆମକୁ ଡାକୁଥିଲେ, କହୁଥିଲେ କି ଟିକେ ମାନେ ଯୋଉ ନିଆଁ ଯୋଉ ଜଳେଇକି ସେମାନେ ସେକି ହଉଥିଲେ, ସେଥିରେ କହୁଥିଲେ କି ତମେ ମାନେ ବି ଆସିକି ଟିକେ ମାନେ ନିଆଁରେ ସେକି ଯାଉ। ଆମେ କହିଲୁ ଧନ୍ୟବାଦ, ଆଉ ଆମକୁ ଗୁରୁମାନଙ୍କର ଯିବାର ଅଛି ମାନେ ସେସନ ପାଇଁ, ତ ଆମେ ଚାଲିଗଲୁ। ଏମିତି ପଚାରି ଆମେ ଫାଇନାଲି ଫୋଗଲା ଆଶ୍ରମ ପହଞ୍ଚିଲୁ। ସେଠି ଡିଭୋଟିସ୍ ମାନେ ଥିଲେ, ଜପ ଚାଲୁଥିଲା, ତା ସହିତ ମାନେ ଶୁଦ୍ଧ ବୈଷ୍ଣବ ମାନେ ବି ଥିଲେ। ତାପରେ ଗୁରୁ ମହାରାଜଙ୍କ ସହିତ ଆମେ ଜପ କଲୁ। ଜପ କରି ସାରିଲା ପରେ ତାପରେ ଲେକ୍ଚର ହେଲା। ଲେକ୍ଚର ଶୁଣିଲା ପରେ ପୁଣି ଆମେ ପ୍ରସାଦମ ପାଇଁ ଆମେ ଯୋଉଠି ରହୁଥିଲୁ ପଦ୍ମିନୀ ଆଶ୍ରମ, ସେଠି ଗଲୁ। ତାପରେ ସେଟା ହେଲା ପରେ ତାପରେ ମାନେ ଇନିସିଏସନ ସେରିମନି ବି ହେଲା। ମାନେ ଏଠୁ ଆମ ଭୁବନେଶ୍ୱରରୁ ବରିଷ୍ଠ ଭକ୍ତ ମାନେ ଯାଇଥିଲେ, ତାଙ୍କର ଦୀକ୍ଷା ହେବାର ଥିଲା। ସେୟା ହେଲା ପରେ ଆମେ ମାନେ ସମସ୍ତେ ବହୁତ ଚେଷ୍ଟା କରିଥିଲୁ ଗୁରୁ ମହାରାଜକୁ ମାନେ ପୁରା ପାଖରୁ ଦର୍ଶନ କରିବା ପାଇଁ। ତାପରେ ଇନିସିଏସନ ସରିଲା ପରେ ଗୁରୁ ମହାରାଜ ଯେମିତି ଚାଲିକି ଯାଉଥିଲେ, ଆମେ ମାନେ ସମସ୍ତେ ପୁରା ତାଙ୍କ ପଛରେ ଯାଉଥିଲୁ। ତାଙ୍କର ମାନେ ପୁରା ବହୁତ ପାଖରୁ ଗୁରୁ ମହାରାଜଙ୍କ ଦର୍ଶନ କଲୁ। ବିଲମଙ୍ଗଳ ପ୍ରଭୁ ଆଗେ ଆଗରେ ଯାଉଥିଲେ, ଆମେ ତାଙ୍କ ପଛରେ ଯାଉଥିଲୁ। ଆଉ ଗୁରୁ ମହାରାଜ ଦର୍ଶନ ହେଲା ପରେ ତାପରେ ଦର୍ଶନ ମାନେ ଆମେ ଯୋଉ ପରିକ୍ରମା ଥାଏ ବୃନ୍ଦାବନ ପରିକ୍ରମା, ସେଥିରେ ବାହାରିଲୁ। ଆଉ ଆମେ କାଲି ଦେହେ ସେଠିକୁ ଯାଇଥିଲୁ ଦର୍ଶନ କରିବା ପାଇଁ, ଯୋଉଠି ଶ୍ରୀକୃଷ୍ଣ ମାନେ କାଳିଆ ଦମନ ଲୀଳା କରିଥିଲେ। ସେଠି ଯୋଉ କଦମ୍ବ ଗଛ ଅଛି ସେଟା ଏବେ ବି ଅଛି। ଆଉ ସେଠି ଯୋଉ ମାନେ କଳସ ଯୋଉ ରଖିଥିଲେ ଗରୁଡ ଦେବ, ହଁ ଗରୁଡ ଦେବ ଯୋଉ ରଖିଥିଲେ ଯୋଉ ଜାଗାରେ, ସେ ଯୋଉ କଳସ ସେଟା ବି ଥିଲା। ଆଉ ସେ ଗଛ ମାନେ ଏବେ ବି ପୁରା ଯେମିତି ସେତେବେଳେ ଥିଲା ଏବେ ବି ସେମିତି ଅଛି। ତାର ଦର୍ଶନ କଲୁ। ତାପରେ ସେଠିକୁ ଗଲା ପରେ ତାପରେ ଆମେ ଗଲୁ ରାଧା ମଦନ ମୋହନ ସେଠି ଯାଇକି ଦର୍ଶନ କଲୁ। ତାପରେ ଗଲୁ ବାଙ୍କେ ବିହାରୀରେ ତ ସବୁବେଳେ ମାନେ ଯେମିତି ସେଦିନ ସ୍ମୃତିରେଖା ମାତାଜୀ କହିଥିଲେ କି 2 ମିନିଟରେ କବାଟ ମାନେ ପହଡ ପଡେ ଆଉ ପୁଣି ଖୋଲି ଦିଅନ୍ତି। ସେମିତି କରିକି ଯେମିତି ସେମିତି ମାନେ ଦର୍ଶନ ଭଲସେ ହେଲା ବାଙ୍କେ ବିହାରୀଙ୍କର। ତାପରେ ସନ୍ଧ୍ୟାରେ ମାନେ ଗୁରୁ ମହାରାଜଙ୍କ ଅଧିବାସ ସେରିମନି ହେଲା ଫୋଗଲା ଆଶ୍ରମରେ। ସେଠିକୁ ଯାଇକି ଆମେ ଆଟେଣ୍ଡ କଲୁ। ସେଠି ବହୁତ ସୁନ୍ଦର ମାନେ କୀର୍ତ୍ତନ ଚାଲୁଥିଲା। ଆଉ ଯୋଉ ମାନେ ଯୋଉ ଭକ୍ତ ମାନେ ଆସିଥିଲେ ସମସ୍ତେ ଗୁରୁ ମହାରାଜକୁ କିଛି ନା କିଛି ଅଫରିଙ୍ଗ ଦଉଥିଲେ। ଆଉ ତାଙ୍କୁ ଗୋଟେ ମାନେ ସିଲଭର ଗୋଟେ ମାନେ ମୁକୁଟ ମାନେ ଗୁରୁ ମହାରାଜକୁ ସେଟା ପିନ୍ଧା ଗଲା। ତାପରେ ଏଇ ସବୁ ଦେଖିକି ମାନେ ବହୁତ ମାନେ ଖୁସି ଅନୁଭବ ହଉଥିଲା। ଆଉ ମୁଁ ଏହା ବି ମାନେ ଫିଲ୍ କଲି କି ଗୁରୁ ମହାରାଜ ମାନେ କେତେ ହମ୍ବଲ। ଏତିକି ରିସପେକ୍ଟ ପାଇଲା ପରେ ବି ମାନେ ସେ ମାନେ କେତେ ହମ୍ବଲ। ଯଦି ଆମେ ତାଙ୍କ ଜାଗାରେ ଥାନ୍ତୁ ଆମ ଭିତରେ ମାନେ ଗର୍ବ ଅହଙ୍କାର ଆସିଯାଇଥାନ୍ତା। କିନ୍ତୁ ସେ ଏତେ ହମ୍ବଲ କି ତାଙ୍କୁ ଯେତେ ବି ମାନେ ରେସପେକ୍ଟ ମିଳେ ସବୁ ରେସପେକ୍ଟ ସେ ଗୁରୁ ମହାରାଜ ମାନେ ତାଙ୍କ ଗୁରୁ ମହାରାଜ ଯିଏକି ଶିଲ ପ୍ରଭୁପାଦ ତାଙ୍କୁ ଆଉ ମାନେ କୃଷ୍ଣଙ୍କୁ ସେ ମାନେ ସେଟା ସମର୍ପଣ କରିଦିଅନ୍ତି। ସେଇଥିପାଇଁ ସେ ଏତିକି ହମ୍ବଲ। ତାପରେ 6 ତାରିଖ ଆମେ ବି ଯାଇଥିଲୁ। ହଁ 6 ତାରିଖ ବି ଏମିତି ମର୍ଣ୍ଣିଂ ଷ୍ଟାର୍ଟ ହେଇଥିଲା ମଙ୍ଗଳ ଆରତିରୁ। ତାପରେ ଗୁରୁ ମହାରାଜଙ୍କର ସନ୍ନ୍ୟାସ ସେରିମନି ସେଦିନ ହେଇଥିଲା। ସନ୍ନ୍ୟାସ ସେରିମନିରେ ବହୁତ ମାନେ ଶୁଦ୍ଧ ବୈଷ୍ଣବ ଆସିଥିଲେ। ତାପରେ ଯୋଉ ଆମର ମହାଅବତାର ନରସିଂହ ମୁଭିର ଯୋଉ ଡିରେକ୍ଟର ଅଶ୍ୱିନ ପ୍ରଭୁ ସିଏ ବି ଆସିଥିଲେ। ଆଉ ତାଙ୍କୁ ଏମିତି ସାମ୍ନାରେ ଆମେ ଦେଖି ପାରିଲୁନି କାହିଁକି ନା ଆମର ଯିବା ଟିକେ ଲେଟ୍ ହେଇଗଲା। ଆଉ ଭିତରେ ବହୁତ ସାରା ଡିଭୋଟିସ ମାନେ ଆସିଯାଇଥିଲେ, ଭିତରେ ଜାଗା ନଥିଲା। ତ ଆମେ ମାନେ ସମସ୍ତେ ବାହାରେ ଯୋଉ ସ୍କ୍ରିନ ଥାଏ ସେଠି ମାନେ ସେଠି ବସିକି ଦେଖିଲୁ ମାନେ ଯୋଉ ହଉଥିଲା। ତାପରେ ଗୁରୁ ମହାରାଜ ଯୋଉ ପଦଯାତ୍ରା କରନ୍ତି ସେଟା ତାଙ୍କର ମାନେ ରେକର୍ଡ ହେଇଥିଲା। ସେଇଥିପାଇଁ ଆସିଥିଲେ ଜଣେ ତାଙ୍କୁ ମାନେ ସମ୍ମାନିତ କରିବା ପାଇଁ। ତାପରେ
କୀର୍ତ୍ତନ ହେଲା, କୀର୍ତ୍ତନରେ ବି ଆମେ ମାନେ ବହୁତ ଏନ୍ଜୟ କଲୁ। ତାପରେ ଆମେ ଗଲୁ ଇମଲି ତାଲ, ଯୋଉଠି ମାନେ ଶ୍ରୀ ଚୈତନ୍ୟ ମହାପ୍ରଭୁ ବୈଠକ ବସଉଥିଲେ, ଏମିତି ମୁଁ ଶୁଣିଥିଲି। ତାପରେ ଶ୍ରୀ ରାଧା ଦାମୋଦର ଟେମ୍ପଲ ଗଲୁ। ସେଠି ଶିଲା ପ୍ରଭୁପାଦଙ୍କର ଭଜନ କୁଟୀର ଅଛି। ତା ସହିତ ତାଙ୍କର ଗୋଟେ ଛୋଟିଆଟି କିଚେନ ଅଛି, ଯୋଉଠିକି ସେ ମାନେ ରୋଷେଇ କରୁଥିଲେ। ମାନେ ତାକୁ ଦର୍ଶନ କରି ସତରେ ଫିଲ୍ ହଉଥିଲା କି ଏଠି ମାନେ ଶିଲା ପ୍ରଭୁପାଦ ଅଛନ୍ତି, ତାଙ୍କର ପ୍ରେଜେନ୍ସ ଫିଲ୍ ହଉଥିଲା। ସେଇ ଯୋଉ ଭଜନ କୁଟୀର ଥିଲା, ସେଠି ବି ମାନେ ଡିଭୋଟିସ୍ ମାନେ ଜପ କରୁଥିଲେ। ତାପରେ ସେଠି ଏମିତି ସ୍କ୍ୱାର ଭଳିଆ ଜାଗା ଥିଲା, ସେଠି ମାନେ ପ୍ରଭୁ ଜଣେ କହୁଥିଲେ କି ଶିଲା ପ୍ରଭୁପାଦ ସେଠି ଗୁରୁ ମହାରାଜକୁ ମାନେ ଦୀକ୍ଷା ଦେଇଥିଲେ ବୋଲି। ତାପରେ ସେଠି ଆମେ ପରିକ୍ରମା କଲୁ। 3 ଥର କେତେ ପରିକ୍ରମା କଲୁ। ପରିକ୍ରମା କରି ସାରିଲା ପରେ ଆମେ ମୀରାବାଇଙ୍କର ମନ୍ଦିର ବି ଗଲୁ। ତା ସହିତ ଗୋକୁଳାନନ୍ଦ, ତାପରେ ସେବାକୁଞ୍ଜ ଆଉ ନିଧିବନରେ ଯୋଉ ଅଷ୍ଟସଖୀ ମନ୍ଦିର ଅଛି, ସେଠି ଆମେ ସମସ୍ତେ ମାନେ ପୁରା ବହୁତ ସୁନ୍ଦର ଭାବେ କୀର୍ତ୍ତନ କଲୁ, ଆଉ ବହୁତ ମାନେ ଆନନ୍ଦ ବି ଲାଗିଲା। ସେଠି ଯୋଉ ମାନେ ଗଛ ମାନେ ଅଛନ୍ତି ନିଧିବନର, ସେମାନେ ସ୍ଵୟଂ ଗୋପୀ, ଯିଏକି ମାନେ ରାତିରେ ମାନେ ଗୋପୀ ରୂପ ଧାରଣ କରି ମାନେ ସେ ମାନେ କୃଷ୍ଣଙ୍କ ସହିତ ତାଙ୍କର ଲୀଳା ସେ ସମ୍ପାଦନ କରିଥାନ୍ତି। ସେଥିପାଇଁ ସେଠି ଯିଏ ଥିଲେ ସେ କହୁଥିଲେ କି ରାତିରେ ସମସ୍ତଙ୍କୁ ଯିବାର ମନା ଅଛି ବୋଲି। ତାପରେ ଆମେ ଯାଇଥିଲୁ ରାଧାରମଣ ଟେମ୍ପଲ। ସେଠି ସେ ଯୋଉ ରାଧାରମଣ ଥିଲେ, ସେ ବହୁତ ମାନେ ଛୋଟିଆଟେ, ବହୁତ କୁନି ହେଇକି ବହୁତ ମାନେ କ୍ୟୁଟ ସେଠି ଦେଖା ଯାଉଥିଲେ। ଆଉ ଯୋଉଟା କି ମାନେ ଗୋପାଳ ଭଟ୍ଟ ଗୋସ୍ୱାମୀ ତାଙ୍କର ମାନେ ଯୋଉ ନିବେଦନ କରିଥିଲେ, ପ୍ରେ କରିଥିଲେ, ସେ ତାଙ୍କର ଶାଳିଗ୍ରାମରୁ ହିଁ ମାନେ ରାଧାରମଣ ପ୍ରକଟ ହେଇଥିଲେ। ତାପରେ ତାପରେ 7ରେ ବୋଧେ ପରିକ୍ରମା ହେଇଥିଲା, ବୃନ୍ଦାବନ ଧାମ ପରିକ୍ରମା। ସେଥିରେ ମାନେ ଆମେ କୀର୍ତ୍ତନ କରିକି ଯାଇଥିଲୁ। ଅବଶ୍ୟ ଗୋଡ ବି ସମସ୍ତଙ୍କର ପେନ୍ ହଉଥିଲା, ବଟ୍ ଗୋଡ ପେନ୍ ହେଲେ ବି ଯୋଉ ମାନେ ଆତ୍ମାର ଯୋଉ ସନ୍ତୁଷ୍ଟି ଥିଲା, ତାର ମାନେ ଏକ୍ସପ୍ଲେନ କରିହବ ନାହିଁ। ମାନେ ଭଲେ ହିଁ ବଡି ପେନ୍ ହଉଥିଲା, କିନ୍ତୁ ଆତ୍ମାକୁ ବହୁତ ସନ୍ତୁଷ୍ଟି ମିଳୁଥିଲା। ମାନେ ସେଠି ସବୁ ଜାଗା ଆମେ ଦର୍ଶନ କରି କରି ଗଲୁ, ଆଉ ଫିଲ୍ ବି ମୁଁ କରିପାରୁଥିଲି କି ଏଇ ଜାଗାରେ ମାନେ କୃଷ୍ଣ ନିଜ ଲୀଳା ସମ୍ପାଦନ କରିଥିବେ, ଆଉ ନିଜ ଯୋଉ ସଖା ସଖୀ ଥିଲେ ସେମାନଙ୍କ ସହିତ ମାନେ ଖେଳୁଥିବେ। ତାପରେ 8 ତାରିଖ ଆମେ ଗଲୁ ନନ୍ଦଗାଁव ପାवन सरोवर। ଫାର୍ଷ୍ଟ ଆମେ ପାवन ସରୋବର ଦର୍ଶନ କଲୁ। ତାପରେ ପାवन ସରୋବର ଦର୍ଶନ କଲା ପରେ ଆମେ ଗଲୁ ନନ୍ଦେଶ୍ୱର ପର୍ବତ, ଯୋଉଠିକି ମାନେ ଏମିତି ନନ୍ଦେଶ୍ୱର ପର୍ବତରେ ନନ୍ଦ ବାବା ଯୋଉ ଅଛନ୍ତି, ତାଙ୍କର ମେହେଲ ଅଛି, ଆଉ ତଳେ ମାନେ ଏମିତି ଯେମିତି ଗୋଟେ ରାଜାର ଯେମିତି ଯୋଉ ମେହେଲ ଟା ମାନେ ପୁରା ହିଲ୍, ଟପ୍ ଅଫ୍ ଦ ହିଲ୍ ଉପରେ ଥାଏ, ଆଉ ତଳେ ଯେମିତି ପ୍ରଜା ମାନେ ରୁହନ୍ତି, ସେମିତିଆ ଟାଇପ ର ଥିଲା। ଆମେ ସେଇ ମାନେ ମନ୍ଦିରକୁ ଗଲୁ। ଗଲା ପରେ ମାନେ ସେଠି ଇଷ୍ଟଦେବ ପ୍ରଭୁ ବୋଧେ ଲେକ୍ଚର ଦଉଥିଲେ ନା କଣ, ସେଠି ଆମେ ଶ୍ରବଣ କଲୁ। ଶ୍ରବଣ କରିକି ତାପରେ ଯୋଉ ସେଟା ମେହେଲ ଟା ତ ତଳେ ବି ଥିଲା, ମାନେ ଘରଟେ ଉପରେ ବି ଥିଲା। ତ ସେତେବେଳେ ଆମେ ଯେତେବେଳେ ତଳେ ଥିଲୁ, ବେଳମଙ୍ଗଳ ପ୍ରଭୁ ଆମକୁ ଡାକିକି ଆମକୁ ପୁରା ଉପରୁ ମାନେ ଆମକୁ ଦେଖେଇଲେ କି ଏଠିକି କୋଉଠି ମାନେ ଶ୍ରୀକୃଷ୍ଣ ନିଜର ସଖା ମାନଙ୍କ ସହିତ ପୁଲିନ ଭୋଜନ କରୁଥିଲେ। ଆଉ ଗୋଟେ କୋଉ ଅସୁରର ଗୋଟେ ଗୁମ୍ଫା ବି ଅଛି ବୋଲି କହୁଥିଲେ। ତାପରେ ସେଠି ଯୋଉ ଗୋକୁଳରେ ଯେତେବେଳେ ନନ୍ଦ ବାବା ଆଉ କୃଷ୍ଣ ମାନେ ଯେତେବେଳେ ରହୁଥିଲେ, ସେତେବେଳେ ସେ ମାନେ ଯେତେବେଳେ ଅସୁର ମାନେ ତାଙ୍କ ଉପରେ କଣ ହମଲା କରୁଥିଲେ, ସେତେବେଳେ ତାଙ୍କଠୁ ବଞ୍ଚିବା ପାଇଁ ମାନେ କୃଷ୍ଣଙ୍କୁ ପ୍ରୋଟେକ୍ଟ କରିବା ପାଇଁ ନନ୍ଦ ବାବା ଆଉ ଯଶୋଦା ମା ନନ୍ଦଗାଁକୁ ସିଫ୍ଟ ହେଇଯାଇଥିଲେ।
ସେଠି ଶାଣ୍ଡିଲ୍ୟ ମୁନି କହିକି ଜଣେ ସିଏ ତପସ୍ୟା ମାନେ କରିଥିଲେ ଆଉ ଅସୁର ମାନଙ୍କୁ ଏହା ମାନେ ମାନେ ଶ୍ରାପ ବି ମିଳିଥିଲା କି ସେ ନନ୍ଦଗାଁକୁ ଯିଏ ବି ମାନେ ପାସ୍ କରିବ ସେ ପଥରରେ ପାଲଟିଯିବ। ତ ସେଇଥିପାଇଁ ନନ୍ଦ ମହାରାଜ କଣ କରିଥିଲେ ନା ଯଶୋଦା ମା କୃଷ୍ଣ ବଳରାମ ସମସ୍ତଙ୍କୁ ନେଇକି ଗୋକୁଳରୁ ନନ୍ଦଗାଁକୁ ମାନେ ସିଫ୍ଟ ହେଇଯାଇଥିଲେ। ତାପରେ ଆମେ ଯାଇଥିଲୁ ମା ଯଶୋଦା ଯୋଉଠି କୃଷ୍ଣଙ୍କ ପାଇଁ ଦହି ମାନେ ବନଉଥିଲେ। ସେଠିକୁ ଆମେ ଯେତେବେଳେ ଗଲୁ ଦେଖିଲୁ ସେ ଦହିର ଯୋଉ ମଟକିଟା ସେଟା ବହୁତ ମାନେ ବହୁତ ବଡ ଥିଲା। ମାନେ ମାନେ ଏଇଥିପାଇଁ କୁହାଯାଏ କି ମାନେ ନନ୍ଦ ବାବାଙ୍କ ମେହେଲରେ ମାନେ ଦଧିର କିଛି କମି ହିଁ ନଥିଲା। କଣ ପାଇଁ ନା ବହୁତ ବଡ ସେ ମଟକି ଭିତରେ ମା ଯଶୋଦା କୃଷ୍ଣଙ୍କ ପାଇଁ ମାନେ ଦହି ତିଆରି କରିଥିଲେ। ତାପରେ ସେଠି ଜଣେ ରଜବାସୀ ସେଠି ଜଣେ ମାତାଜୀ ଆମ ସମସ୍ତଙ୍କୁ ମାଖନ ମିଶ୍ରି ଆଉ ଛାଞ୍ଚ ପିଇବାକୁ ଦେଲେ। ସେଟା ବହୁତ ଟେଷ୍ଟି ଥିଲା। ମୁଁ ତ ଥରେ ହିଁ ପାଇଲି କିନ୍ତୁ ବାକି ଯୋଉ ଡିଭୋଟିସ୍ ଥିଲେ ସେମାନେ ଡବଲ ଟ୍ରିପଲ ସେମିତି ପାଉଥିଲେ। ତାପରେ ସେଟା ପାଇ ସାରିଲା ପରେ ଆମେ ଯୋଉ ରାସ୍ତାରୁ ଗଲୁ ସେ ରାସ୍ତାରେ ବାକି ଯୋଉ ଡିଭୋଟିସ୍ ଥିଲେ ସେମାନେ ଆଗକୁ ପଳେଇଗଲେ କିନ୍ତୁ ମୁଁ ସ୍ମୃତିରେଖା ମାତାଜୀ ଆଉ ସୋନାଲି ମାତାଜୀ ଆମେ ତିନି ଜଣ ଅଲଗା ଗଳି ଥିଲା ସେପଟେ ପଶି ଯାଇଛୁ। ଆଉ ସେଠି ଯୋଉ ମାତାଜୀ 2 ଜଣ ସେ ଆମକୁ ଭେଟ ହେଲେ। ତାଙ୍କୁ ଆମେ ହରେ କୃଷ୍ଣ ରାଧେ ରାଧେ କହିଲୁ। ସେ ମାନେ ଆମକୁ ମାନେ ସେଠି ଯେମିତି ଝିଅ ପିଲାମାନଙ୍କୁ ଲାଲି ବୋଲି କହନ୍ତି ସେ ଆମକୁ ଲାଲି ଲାଲି କହିକି ସମ୍ବୋଧନ କରୁଥିଲେ। ଆଉ କହୁଥିଲେ କି ଫିର ସେ ଜରୁର ଆନା। ତାପରେ ବହୁତ ସାରା ବ୍ଲେସିଙ୍ଗସ ତାପରେ ଆମକୁ ମାନେ ଆଲିଙ୍ଗନ ବି କରିଥିଲେ। ଆଉ ଏତିକି ପ୍ରେମ ମାନେ ମୁଁ ମାନେ ସେଠି ବ୍ରଜବାସୀଙ୍କୁ ଯୋଉ ପ୍ରେମ ତାକୁ ମାନେ ପାଇକି ବହୁତ ଧନ୍ୟ ହେଇଯାଇଛି। ତାପରେ ସେ ପଚାରୁ ବି ଥିଲେ କି କୁଆଡେ ଯାଉଛୁ ବୋଲି। ତ ଆମେ କହିଲୁ ଆମର ବସ୍ ଅଛି ସେଥିପାଇଁ ଯାଉଛୁ। ସେ କହିଲେ ଆମକୁ ରାସ୍ତା ଦେଖିଲେ ଏପଟେ ଯିବ ପହଞ୍ଚିଯିବ। ଆମେ କଣ କରୁଛୁ ସେ ରାସ୍ତା ଯୋଉ ଦେଖେଇଲେ ଭୁଲ ରାସ୍ତାରେ ପଳେଇଛୁ। ପଳେଇଲା ପରେ ସମସ୍ତେ ୱେଟ କରିଛନ୍ତି 3 ଜଣ କୁଆଡେ ଗଲେ। ତାପରେ ସୋନାଲି ମାତାଜୀ ଏମିତି ଲୋକେସନ ଆମେ ଫାଇଣ୍ଡ କରିକି ଗଲୁ। ଗଲା ପରେ ସେଠି ଗାଇଡ କରିବା ପାଇଁ ଜଣେ ସେ ବ୍ରଜର ହିଁ ଜଣେ ପ୍ରଭୁଜୀ ଆମ ସମସ୍ତଙ୍କୁ ମାନେ ସେଠି ମାନେ ଯୋଉ ଗାଇଡ କରନ୍ତି ସେମିତି ଗାଇଡ କରୁଥିଲେ। ତ ସିଏ କହିଲେ କି ये तीनों राधा रानी के सखी ललिता विशाखा और सुदेवी है। ଏଟା ଶୁଣିକି ମାନେ ମାନେ ମୋର ତ ଏତିକି ମାନେ କ୍ୱାଲିଫିକେସନ ନାହିଁ ବଟ୍ ଯେହେତୁ ବ୍ରଜବାସୀ ଜଣେ କହିଛନ୍ତି ତ ସେଟା ଶୁଣିକି ବହୁତ ମାନେ ରୂପା ଭଳିଆ ଫିଲ୍ ହେଲା। ତାପରେ ସେଟା ସରିଲା ପରେ ଆମେ ଯାଇଥିଲୁ ନରସିଂହ ଦେବ ଟେମ୍ପଲ ଯୋଉଠି ନନ୍ଦ ବାବା ଶ୍ରୀକୃଷ୍ଣଙ୍କ ପ୍ରୋଟେକ୍ସନ ପାଇଁ ସବୁବେଳେ ନୃସିଂହଦେବଙ୍କୁ ମାନେ ପ୍ରେ କରୁଥିଲେ। ସେଠି ଗଲା ପରେ ତାପରେ ଆମେ ଯାଇଥିଲୁ ବର୍ସାନା ଯୋଉଠି ଶ୍ରୀମତୀ ରାଧାରାନୀ ରହନ୍ତି। ସେଠି ଯାଇକି ଆମର ପୁରା ଏମିତି ପାହାଡ ଉପରେ ଥିଲା ଚଢିକି ଗଲୁ। ଆଉ ଭିତରେ ପହଞ୍ଚିଲା ପରେ ସେ ଭିତରେ ବହୁତ ଭିଡ ଥିଲେ। ଆମେ ବହୁତ ଚେଷ୍ଟା କଲୁ ମାନେ ରାଧାରାଣୀଙ୍କୁ ପାଖରେ ଦର୍ଶନ କରିବା ପାଇଁ ବଟ୍ ସେଟା ହେଲାନି। ତାପରେ ଏକ୍ଜିଟ ହେଇ ସାରିଲା ପରେ ଏମିତିରେ ତ ପରିକ୍ରମା ବ୍ୟାକ୍ ଟୁ ବ୍ୟାକ୍ ଡେଲି ପରିକ୍ରମା ଦର୍ଶନ କରିକି ଗୋଡର ହାଲତ ନଥିଲା ବଟ୍ ଷ୍ଟିଲ୍ ହେଲେ ବି ମୁଁ ଶୁଭଶ୍ରୀ ମାତାଜୀ ଆଉ ସୁଦରେଖା ମାତାଜୀ 3 ଜଣ ଯାକ ଯୋଉ ହାଲତରେ ତଳକୁ ଓହ୍ଲେଇଛୁ ଏଇଟା ବହୁତ ପେନଫୁଲ ଥିଲା। ତାପରେ ସେଇଟା ହେଇ ସାରିଲା ପରେ ହଁ ତାପରେ ଆମେ 9 ତାରିଖ ଗିରିରାଜ ଗୋବର୍ଦ୍ଧନ ପରିକ୍ରମା ହେଇଥିଲା। ଗିରିରାଜ ଗୋବର୍ଦ୍ଧନ ପରିକ୍ରମାରେ ମାନେ ବିନୋଦ ଗାର୍ଡେନ ବୋଧେ ହଁ ସେଠି ଗୁରୁ ମହାରାଜଙ୍କର ଲେକ୍ଚର ଥିଲା। ଗୁରୁ ମହାରାଜ ମାନେ
ଗୋବର୍ଦ୍ଧନ ଲୀଳା ବିଷୟରେ କହିଥିଲେ ଆଉ କହିଲେ କି गिरिराज गोवर्धन को मैं अपने सामने देख पा रहा हूँ। ଆମେ ସମସ୍ତେ ମାନେ ମୁଡିକି ଦେଖିଲୁ ସତରେ ଗିରିରାଜ ଗୋବର୍ଦ୍ଧନ ମାନେ ଦେଖା ଯାଉଥିଲେ। ଏମିତି ଫିଲ୍ ହଉଥିଲା କି ଆମେ ଗିରିରାଜ ଗୋବର୍ଦ୍ଧନଙ୍କ ମାନେ ସେଲ୍ଟରରେ ରହିକି ଆଉ ଗୁରୁ ମହାରାଜଙ୍କ ସେଲ୍ଟରରେ ରହିକି ଗୋବର୍ଦ୍ଧନ ପରିକ୍ରମା ଷ୍ଟାର୍ଟ କରିବାକୁ ଯାଉଛୁ। ତାପରେ ଗୋବର୍ଦ୍ଧନ ପରିକ୍ରମା କରିବାର ଯୋଉ ଏକ୍ସପିରିଏନ୍ସ ଥିଲା ସେଇଟା ମୋର ବହୁତ ହି ମାନେ ସୁନ୍ଦର ଏକ୍ସପିରିଏନ୍ସ ଥିଲା। ଆଉ ମୁଁ ସେଠି ଲିଟରାଲି ସେଠି ଯୋଉ ମାନେ ଗଛ ଯୋଉ ଥିଲେ ମାନେ ଗଛ ଲତା ଯୋଉ ଥିଲେ ଆଉ ଯୋଉ ମାନେ ଯୋଉ ଗାଁ ଥିଲା ସେ ସବୁ ଦେଖିକି ମତେ ଲିଟରାଲି ଫିଲ୍ ହଉଥିଲା କି ଏଠି ଶ୍ରୀକୃଷ୍ଣ ମାନେ ଆସୁଥିବେ। ତାପରେ ବଂଶୀ ବାଦନ କରୁଥିବେ, ନିଜ ସଖା ମାନଙ୍କ ସହିତ ଖେଳୁଥିବେ, ଗୋଚାରଣ କରୁଥିବେ। ସେଇଟା ମୁଁ ଲିଟରାଲି ସେଠି ଫିଲ୍ କଲି। ତାପରେ ମାନେ ଗୋବର୍ଦ୍ଧନ ପରିକ୍ରମା ରେ ଯୋଉ ଆନନ୍ଦ ଆସୁଥିଲା ସେଇଟା ମାନେ ମାନେ ୱାର୍ଡସ ବି ମାନେ ମୁଁ ସେଇଟା ଏକ୍ସପ୍ରେସ କରିପାରିବିନି। କାହିଁକି ନା ମୁଁ ଭାବୁଥିଲି ବାର ବାର ମାଇଣ୍ଡରେ ଆସୁଥିଲା କି କେମିତି ଶ୍ରୀକୃଷ୍ଣ ମାନେ ନିଜ ଛୋଟ ଆଙ୍ଗୁଳିରେ ମାନେ ପର୍ବତକୁ ମାନେ ଉଠେଇଥିବେ, ମାନେ କେତେ ସୁନ୍ଦର ସେ ଲୀଳା ହେଇଥିବ ସେଇଟା ବାର ବାର ମାଇଣ୍ଡରେ ଆସୁଥିଲା। ଆଉ ତାପରେ ଯେତେବେଳେ ପରିକ୍ରମା କରୁଥିଲୁ ସେତେବେଳେ ଗୋଟେ ମନ୍ଦିର ପଡିଲା। ସେ ମନ୍ଦିରଟା ମୁଚ୍ରିକା ଲୋଢା କହିକି ଥିଲା। ତାପରେ ରାସ୍ତାରେ ସରି ଇଏ ଉଦ୍ଧବ କୁଣ୍ଡ ପଡିଲା। ତାପରେ ଏମିତି ପରିକ୍ରମା କରି ଗୋଡ ପେନ୍ ହଉଥିଲା ବହୁତ। ବଟ୍ ଷ୍ଟିଲ୍ ମାନେ ମାଇଣ୍ଡରେ ଥିଲା କି କେମିତି କରିକି ମାନେ ଗିରିରାଜ ଗୋବର୍ଦ୍ଧନ ପରିକ୍ରମା ଆମେ ମାନେ ସମାପ୍ତ କରିବୁ। ତାପରେ ଯେତେବେଳେ ଧୀରେ ଧୀରେ ମାନେ ଆମେ ପାଖକୁ ଆସିଲୁ ରାଧାକୁଣ୍ଡ ଶ୍ୟାମକୁଣ୍ଡ। ସେଠି ଆମେ ପହଞ୍ଚିକି ମାନେ ସେଠି ଯୋଉ ରାଧାକୁଣ୍ଡ ଶ୍ୟାମକୁଣ୍ଡର ପରିକ୍ରମା ମଧ୍ୟ କଲୁ। ଆଉ ମାନେ ଜଳ ଆଚମନ ମଧ୍ୟ କଲୁ। ଯେତେବେଳେ ଆମେ ରାଧାକୁଣ୍ଡ ଶ୍ୟାମକୁଣ୍ଡ ପାଖରେ ପହଞ୍ଚିଲୁ ସେତେବେଳେ ଆମର ଯୋଉ ଗୋଡ ପେନ୍ ହଉଥିଲା ସେଟା ମାନେ ଅଟୋମେଟିକ ମାନେ କମ ହେଇଗଲା। ଆଉ ଇଚ୍ଛା ହଉଥିଲା କି ଆହୁରି ମାନେ ପରିକ୍ରମା କରିବା ପାଇଁ। ତ ଏଇଟା ଆମେ ଗୁରୁ ମହାରାଜଙ୍କ କୃପା ବି କହିପାରିବା। କାହିଁକି ନା ତାଙ୍କର ଯୋଉ ମାନେ ତାଙ୍କର ଯୋଉ ଲେକ୍ଚର ଶୁଣିକି ସେଇଟା ଆମକୁ ମାନେ ଶକ୍ତି ପ୍ରଦାନ କଲା କି ଆମେ ଗୋବର୍ଦ୍ଧନ ପରିକ୍ରମା ମାନେ ପୁରା କରିପାରିବୁ। ତାପରେ ପରିକ୍ରମା ପୁରା ହେଇସାରିଲା ପରେ ତାପରେ ଆମେ 10 ତାରିଖ ଆମେ ଯାଇଥିଲୁ 10 ତାରିଖ ସକାଳୁ ଇସ୍କନ ଟେମ୍ପଲ ଗୁରୁ ପୂଜାରେ। ସେଠି ଗୁରୁ ମହାରାଜ ଗୁରୁ ପୂଜା କରୁଥିଲେ ପ୍ରଭୁପାଦଙ୍କର। ଗୁରୁ ପୂଜା ସରିଲା ପରେ ଗୁରୁ ମହାରାଜଙ୍କ ଲେକ୍ଚର ଥିଲା ଗୋଶାଲାରେ, ଇସ୍କନ ଗୋଶାଲା। ସେଠି ଲେକ୍ଚର ଆଟେଣ୍ଡ କରି ସାରିଲା ପରେ ଏପଟେ ପ୍ରସାଦମ ପାଇଁ ବି ଆମକୁ ମାନେ ଯୋଉଠି ଆମେ ରହୁଥିଲୁ ପଦ୍ମିନୀ ଆଶ୍ରମ ସେଠି ମାନେ ଡାକୁଥିଲେ। ତ ସେଠି ବହୁତ ମାନେ ଜଲଦବାଜିରେ ଗଲୁ ବଟ୍ ପ୍ରସାଦ ସରିଯାଇଥିଲା। ତାପରେ ଆମକୁ ସେଦିନ ଯିବାର ଥିଲା ମଥୁରା ଯିବାର ଥିଲା। ତାପରେ ରାୱଲ ଯୋଉଠି ରାଧାରାଣୀ ମାନେ ଙ୍କ ଜନ୍ମ ସ୍ଥାନ ସେଠିକୁ ଯିବାର ଥିଲା। ତ ଆମେ ପ୍ରସାଦ ନ ପାଇକି ଏମିତି ପଳେଇ ଆସିଲୁ, ବସ ରେ ଗଲୁ। ତ ଫାର୍ଷ୍ଟ ଆମେ ଗଲୁ ରାୱଲ ଯୋଉଠି ରାଧାରାଣୀ ଜନ୍ମ ହେଇଥିଲେ। ସେଠି ଦର୍ଶନ କଲୁ। ସେଠି ଆମର ମନ୍ଦିରର ଯୋଉ ପ୍ରେସିଡେଣ୍ଟ ଅଛନ୍ତି ସତସ୍ୱତୀ ପ୍ରଭୁ, ସେ ମାନେ ସମସ୍ତଙ୍କୁ ଲୀଳା ବିଷୟରେ ବର୍ଣ୍ଣନା କରୁଥିଲେ। ସେଠି ସେଠି ଦର୍ଶନ କଲା ପରେ ତାପରେ ଆମେ ଗଲୁ ଚିନ୍ତେଶ୍ଵର ମହାଦେବ। ସେଠି କୁହାଯାଏ କି ସେଠିକୁ ଗଲେ ସବୁ ଚିନ୍ତାକୁ ମାନେ ଆମକୁ ତ୍ୟାଗ କରିକି ଆସିବାର ଅଛି। ମାଇଣ୍ଡରେ ଖାଲି ମାନେ କୃଷ୍ଣ ଗୁରୁଙ୍କ ସେବାର ଚିନ୍ତା ଛଡା ଆଉ କିଛି ମାନେ ରଖିବାର ନାହିଁ। ଆମେ ସେଠି ଗଲୁ। ସେଠି ଯାଇକି ଦର୍ଶନ କରିକି ତାପରେ ସେଠି ସତସ୍ୱତୀ ପ୍ରଭୁ ଚିନ୍ତାହରଣ ମହାଦେବ ସେଠିକୁ ଯାଇଥିଲୁ। ସେଠି ଦର୍ଶନ କଲୁ। ତାପରେ ସେଠି ସତସ୍ୱତୀ ପ୍ରଭୁ ଲୀଳା ବିଷୟରେ ମାନେ ବର୍ଣ୍ଣନା କରୁଥିଲେ। ସେଟା ଶୁଣି ସାରିଲା ପରେ ସେଠି ପ୍ରସାଦମ
प्रसादम प्रसादम ମାନେ ପାଇକି ପ୍ରସାଦ ପାଇକି ତାପରେ ଆମେ ଗଲୁ ରମାଣ୍ଡେତି। ରମାଣ୍ଡେତି ଯେତେବେଳେ ଗଲୁ ସେତେବେଳେ ସେଠି ଗୋଟେ ଏମିତି ଜୁ ଭଳିଆ ଥିଲା। ସେଠି ମୃଗ ମାନେ ଯେତିକି ବି ପଶୁ ପକ୍ଷୀ ଥାନ୍ତି ତା ଭିତରେ ଥିଲେ। ଆମେ ତାଙ୍କୁ ଦେଖିଲୁ, ତାଙ୍କୁ ଖାଇବାକୁ ମଧ୍ୟ ଦେଲୁ। ତାପରେ ରାଧେ ରାଧେ କହିକି ତାପରେ ହରେ କୃଷ୍ଣ ମହାମନ୍ତ୍ରରେ କୀର୍ତ୍ତନ କରି କରି ଆମେ ପ୍ରବେଶ କଲୁ ରମାଣ୍ଡିତିକୁ, ଯୋଉଠି ଶ୍ରୀକୃଷ୍ଣ ତାପରେ ବଳରାମ ସମସ୍ତେ ଆଉ ତାଙ୍କର ସଖାସଖୀ ସମସ୍ତେ ସେଠି ମାନେ ସେ ବାଲିରେ ଖେଳୁଥିଲେ। ଆଉ ସେ ବ୍ରଜର ବାଲି ଆମର ଏଇ ଭୌତିକ ଜଗତର ବାଲି ବୋଲେ ବିଲକୁଲ ସେଟା ମାନେ ବହୁତ ସଫ୍ଟ। ଯେମିତି ବିରଙ୍ଗଳ ପ୍ରଭୁ କହନ୍ତି କି ଯୋଉ ମାନେ ଛୋଟ ପିଲାମାନଙ୍କର ଯୋଉ ପାଉଡର ଥାଏ ତାଠୁ ବି ଆହୁରି ସଫ୍ଟ, ମାନେ ସେତିକି ସଫ୍ଟ। ତାପରେ ସେଠିକି ଯାଇକି ଆମେ ସମସ୍ତେ ବାଲିରେ ଖେଳିଲୁ, ତାପରେ କୀର୍ତ୍ତନ କଲୁ। ମାନେ ସେଠୁ ଆଉ ଯିବାକୁ ବି ଇଚ୍ଛା ହଉନଥିଲା। ତ ଯେହେତୁ ସନ୍ଧ୍ୟା ହେଇକି ଯାଉଥିଲା ତ ଆମକୁ ମଥୁରା ବି ଯିବାର ଥିଲା। ତ ମଥୁରା ଯୋଉଠି ମାନେ ଶ୍ରୀକୃଷ୍ଣ ମାନେ ଯୋଉ କାରାଗାରରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ ସେଇଠିକୁ। ତାପରେ ସେଠି ରମାଣ୍ଡିତିରେ ଖେଳି ସାରିଲା ପରେ ତାପରେ ଆମେ ଗଲୁ ବ୍ରହ୍ମାଣ୍ଡ ଘାଟ। ବ୍ରହ୍ମାଣ୍ଡ ଘାଟକୁ ଗଲୁ। ଆଉ ଯୋଉ ଏବେ ଜଷ୍ଟ ଯୋଉ ପ୍ରଭୁ ଯୋଉ କହୁଥିଲେ 84 ଖମ୍ବ ସେଠିକୁ ବି ଦର୍ଶନ କଲୁ। ଆଉ ଯୋଉ ବ୍ରହ୍ମାଣ୍ଡ ଘାଟ ସେଠି ସାତସ୍ୱତୀ ପ୍ରଭୁ କହୁଥିଲେ କି ସେଠି ଗୋଟେ ଏମିତି ମାନେ ଅଛି ରିଭର ଅଛି। ସେଠି ମା ଯଶୋଦା ମାନେ ସବୁବେଳେ ମାନେ ଗାଧେଇବାକୁ ଆସୁଥିଲେ, ଆଉ ଶ୍ରୀକୃଷ୍ଣଙ୍କୁ ବି ସାଙ୍ଗରେ ନେଇକି ଆସୁଥିଲେ। ଆଉ ସେ ବ୍ରହ୍ମାଣ୍ଡ ଘାଟରେ ହିଁ ଯୋଉ ଶ୍ରୀକୃଷ୍ଣ ଯୋଉ ଲୀଳା କରିଥିଲେ, ବିରାଟ ରୂପ ଦର୍ଶନ ଯୋଉ ଲୀଳା କରିଥିଲେ, ତାଙ୍କ ମୁଖରେ ଯୋଉ ସମଗ୍ର ବ୍ରହ୍ମାଣ୍ଡ ମାନେ ଯଶୋଦା ମାଙ୍କୁ ଦର୍ଶନ କରିଥିଲେ, ସେଇ ଲୀଳା ସେଠି ଶ୍ରୀକୃଷ୍ଣ ସମ୍ପାଦନ କରିଥିଲେ। ତାପରେ ସେଠି ଦର୍ଶନ କଲା ପରେ ଆମେ ଗଲୁ ମଥୁରା, ଯୋଉଠି ଶ୍ରୀକୃଷ୍ଣଙ୍କ ଜନ୍ମ ହେଇଥିଲା। ସେଠି ଦର୍ଶନ କଲୁ। ସେଠି ମାନେ ପହଞ୍ଚିକି ଲାଗିଲା କି ଗୋଟେ ଏଇଟା ସେଇ ହିଁ ଜାଗା। ମାନେ ଏମିତି ଫିଲ୍ ହଉଥିଲା କି ଏଇଟା ସେଇ ଜାଗା ଯୋଉଠିକି କୃଷ୍ଣ ମାନେ ମାନେ ସ୍ଵୟଂ ପ୍ରକଟ ହେଇଥିଲେ। ତ ସେଠି ମାନେ ଆରତି ବି ଚାଲୁଥିଲା। ଆରତି ବଗେରା ସବୁ ଆଟେଣ୍ଡ କରିକି ରାତି ମାନେ ହେଇଯାଇଥିଲା 9ଟା ନା 9:30 ସେମିତି। ତାପରେ ଆମେ ଜାଣିଥିଲୁ କି ନେକ୍ସଟ ଡେ ଆମକୁ ପୁଣି ଥରେ ନିଜ ନିଜର ମାନେ ଯୋଉ ଜାଗା ଅଛି ସେଠିକୁ ମାନେ ଯିବାର ଅଛି, ରିଟର୍ନ ଭୁବନେଶ୍ୱର ଆସିବାର ଅଛି। ଆସିବାକୁ ବି ଇଚ୍ଛା ନଥିଲା। ଏପଟେ ପୁଣି ପେକିଂ ବଗେରା ବି କରିବାର ଥିଲା, କିଛି ଆମେ କରିନଥିଲୁ। ତାପରେ ଯେମିତି ସେମିତି ଗଲୁ। ଆଉ ଥରେ ଇଚ୍ଛା ଥିଲା ଲାଷ୍ଟ ଟାଇମ ଇସ୍କନ ଯିବା ପାଇଁ, ଯୋଉଟା କି ହୋଇପାରିଲାନି। ତାପରେ ଯେମିତି ଯାଇକି ପେକିଂ ବଗେରା ସବୁ କଲୁ। ଇଚ୍ଛା ବି ହଉନଥିଲା ଆସିବା ପାଇଁ, ବଟ୍ ଷ୍ଟିଲ୍ ୱିଥ୍ ହେଭି ହାର୍ଟ ଆମକୁ ଆସିବାକୁ ପଡିଲା। ଆଉ ମାନେ ଯୋଉ ବରିଷ୍ଠ ଭକ୍ତ ଯାହାଙ୍କ ଦ୍ଵାରା ମୁଁ ମାନେ ମୋ ଭଳିଆ ବୌଦ୍ଧ ଜୀବଙ୍କୁ ବୃନ୍ଦାବନ ଧାମ ଯିବାକୁ ମାନେ କୃଷ୍ଣଙ୍କ ଲୀଳା ଆଉ ଗୁରୁ ମହାରାଜଙ୍କର ସାନିଧ୍ୟ ଯୋଉ ମତେ ପ୍ରାପ୍ତ ହେଲା, ମାନେ ଯୋଉ ଆମର ଶୁଦ୍ଧ ଯୋଉ ବୈଷ୍ଣବ ଅଛନ୍ତି ସେମାନଙ୍କୁ ମୁଁ ମାନେ ଧନ୍ୟବାଦ ଦେବାକୁ ଚାହୁଁଛି। ତାଙ୍କର ବିନା କୃପାରେ ମୁଁ ବିଲକୁଲ ବି ମାନେ ବୃନ୍ଦାବନ ଧାମ ଭଳିଆ ପବିତ୍ର ଧାମକୁ ଯାଇପାରିନଥାନ୍ତି। ଆଉ ମୋ ଦ୍ୱାରା କିଛି କହିବାରେ ତ୍ରୁଟି ହେଇଥିଲେ କ୍ଷମା କରିବେ। ହରେ କୃଷ୍ଣ। हरे कृष्णा। धन्यवाद प्रणाम। माताजी बहुत सुंदर भाव प्रत्येक जगह आम जो सब वृंदावन दर्शन करते सबको गोटी गोटी करकिना कहले। माताजी कहला बेले मोर भी से जगह गुड़ाक सतरे मो माइंड रे आसी जाउतला। एठी आम जाइथिले ते सुंदर लागुतला। लास्ट को माताजी भी जो कहले आम प्रकृत के आसिया पे इच्छा करनथुलु, किंतु जहाँ भी हो आसिया हमको पड़िला। नेक्स्ट टाइम भी आम प्रार्थना करछु आम जाइपारू। माताजी को बहुत बहुत धन्यवाद। समस्त गोटे गोटे
ଶୁଣିଲା ବେଳୁ ବ୍ରଜଧାମର ସେ ଅନୁଭୂତି ଗୁଡାକ ମାନେ ମନକୁ ଆସି ଯାଉଛି, ବହୁତ ସୁନ୍ଦର ବି ଲାଗୁଛି। ଧନ୍ୟବାଦ ମାତାଜୀ ଆମକୁ ଆମ ସହିତ ସେୟାର କରିଥିବାରୁ ଆପଣଙ୍କ ଅନୁଭୂତି। ହରେ କୃଷ୍ଣ। हरे कृष्णा। बहुत सुंदर अनुभव। लाइव लाइव वाला। ଆଉ କିଏ କହିବ ଆଜି? ହରେ କୃଷ୍ଣ। ଆଉ କିଏ କହିବ? ବିବେକାନନ୍ଦ ପ୍ରଭୁ। ହୁଁ। ଆଜ୍ଞା ପ୍ରଭୁ, ହରେ ତମେ କୃଷ୍ଣ। କହିବ 10-15 ମିନିଟ୍, 8ଟା ଭିତରେ ସାରିବ। ପ୍ରଭୁ, ମୁଁ ଅଳ୍ପ ଟିକେ କିଛି କହିବି। ହଁ ନିଶ୍ଚୟ କୁହ, ଷ୍ଟାର୍ଟ କର। ଧନ୍ୟବାଦ। ଆଜ୍ଞା। ହଁ ହରେ କୃଷ୍ଣ। ଭିଡିଓ, ହଁ ଠିକ ଅଛି। ତମ ଭିଡିଓ ଅନ୍ କରି କୁହ, ଭିଡିଓ ଅନ୍ କରି କୁହ। ଭିଡିଓ ପ୍ରଭୁ ଟିକେ ମାନେ ବାହାରେ ବସିଛି ତ, ଅନ୍ଧାର ଅଛି। ତ ଅନ୍ଧାରରେ ତ ହେଲା ଆଉ। ହଉ। ଠିକ ସେମିତି କହିଦେବି। ହଁ ଷ୍ଟାର୍ଟ କର। ଆଜ୍ଞା। ହରେ କୃଷ୍ଣ। ସମସ୍ତ ଭକ୍ତ ମାନଙ୍କୁ ମୋର ଦଣ୍ଡବତ ପ୍ରଣାମ। ବୃନ୍ଦାବନର ସହିତ ଧାମ ବିଷୟରେ ମୁଁ କଣ କହିବି, କିଛି ତ ଜାଣିପାରୁନି। କିନ୍ତୁ କହିବାକୁ ଗଲେ ବୃନ୍ଦାବନର ପ୍ରତିଟି ଧୂଳିକଣା ଶ୍ରୀକୃଷ୍ଣଙ୍କ ଅସ୍ତିତ୍ୱର ଅନୁଭବ ଦିଏ। ବୈଷ୍ଣବ ଭକ୍ତ ମାନଙ୍କ ସହିତ ଯୋଉ ବୃନ୍ଦାବନର ଯାତ୍ରାଟା ଥିଲା, ମାନେ ବହୁତ ନିଆରା ଥିଲା, ବହୁତ ଆଧ୍ୟାତ୍ମିକତା ପୂର୍ଣ୍ଣ ଥିଲା। ମୁଁ କେବେ ଏ, ଭାବିନଥିଲି ମାନେ ବୃନ୍ଦାବନ ପରି ସ୍ଥାନକୁ ଯିବି ପୁଣି ବୈଷ୍ଣବ ଭକ୍ତ ମାନଙ୍କ ସହିତ। ଯାତ୍ରାଟା ଆରମ୍ଭ ହେଇଥିଲା ମୋର ଜଣେ ବନ୍ଧୁ, ତାଙ୍କ ନାଁ ଆକାଶ। ସିଏ ତାଙ୍କର ଯେତେବେଳେ ସେ ମତେ, ମୁଁ ଘରେ ଥିଲି, ସେ ଫୋନ କରିଥିଲେ ଯେ ବିବେକ, ତମେ ଯିବାକୁ ଚାହୁଁଛ କି ବୃନ୍ଦାବନ? ମୁଁ କହିଲି ହଁ। ମୁଁ ତ ଫାଷ୍ଟ ଭାବିଲି ଯେ ମତେ ସେ ମାନେ ମୋ ସହିତ ଏମିତି ମଜା କରୁଛନ୍ତି ବୋଲି, କିନ୍ତୁ ପରେ ଜାଣିଲି ସେ ସତ କହୁଥିଲେ ଯେ ବୃନ୍ଦାବନ ଯିବାର ଥିଲା ପ୍ଲାନ୍ ଟା। ତ ସିଏ ମତେ ଯେତେବେଳେ କହିଲେ ଏଇ କଥାଟା, ମୁଁ ଫାଷ୍ଟ ଟିକେ ପଛ ଘୁଞ୍ଚା ଦେଇଥିଲି। ତାପରେ ମୁଁ ଚିନ୍ତା କଲି ଯେ ବୃନ୍ଦାବନ ପରି ସ୍ଥାନକୁ ଯିବା ମାନେ ଭାଗ୍ୟର କଥା ଏଇଟା ଗୋଟେ। ତାପରେ ମୁଁ କହିଥିଲି ହଁ ଯିବା, କେବେ କଣ ଅଛି? ତାପରେ ସେ କହିଥିଲେ ଯେ ଏଇଭଳିଆ ଆମର ଡିସେମ୍ବର 2ରେ ହଉଛି, 2-3 ଆଡକୁ। ତ ଯିବୁ ଯଦି କହିବ। କହିଥିଲି ହଁ ଯିବା ବୋଲି। ତ ଏମିତି ହେଇଥିଲା, ଆରମ୍ଭ ହେଇଥିଲା ଯାତ୍ରା ଟା। ତାପରେ ଟ୍ରେନରେ ଯେତେବେଳେ ପ୍ରଥମେ ଆମେ ଯେତେବେଳେ ଟ୍ରେନ ଆରମ୍ଭ ହିଁ ହେଇଥିଲା ଭକ୍ତ ମାନଙ୍କର ମାନେ ହରେ କୃଷ୍ଣ ଧ୍ୱନିରେ ଷ୍ଟାର୍ଟ ହେଇଥିଲା ଟ୍ରେନ। ମୁଁ ଭାବିନଥିଲି ମାନେ ଷ୍ଟେସନରେ ହରେ କୃଷ୍ଣ ଧ୍ୱନିରେ ଷ୍ଟାର୍ଟ ହେଇଥିଲା ବୃନ୍ଦାବନ ଯାତ୍ରା। ସେଇଟା ବହୁତ ନିଆରା ଥିଲା, ମାନେ ବହୁତ ଭଲ ଲାଗୁଥିଲା ସେଇ ପରିବେଶଟା ମତେ ସେଠାରେ। ତାପରେ ଯେତେବେଳେ ଟ୍ରେନରେ ବସିଥିଲୁ, ସେ ଫାର୍ଷ୍ଟ ଦିନଟା ତ ସେମିତି ପଳେଇଲା। ମୁଁ ଏକଲା ରହିଥିଲି ଯେହେତୁ ମୋର ଗୋଟେ ଅଲଗା ସିଟ୍ ମିଳିଥିଲା। ସେକେଣ୍ଡ ଦିନ ମତେ ଆକାଶ ଆସିକି କହିଲା, ଆସ ମୋ ପାଖକୁ ପଳେଇ ଆସେ, ସେଠି ଅଛନ୍ତି ବହୁତ ଭକ୍ତ ମାନେ, ତାଙ୍କ ସହିତ କିଛି କଥାବାର୍ତ୍ତା ହବୁ, କିଛି ତାଙ୍କର କିଛି ଭକ୍ତି ଏକ୍ସପିରିଏନ୍ସ ଗୁଡାକୁ ତୁ ନବୁ। ତ ମୁଁ ଡାକିଥିଲା ଯେହେତୁ ମୁଁ ତା ପାଖରେ ଯାଇ ବସିଥିଲି। ଆଉ ସେଠି ବହୁତ ବରିଷ୍ଠ ଭକ୍ତ ଥିଲେ। 3 ଜଣ ଖଣ୍ଡେ ଥିଲେ ଯେ ତାଙ୍କ ସହିତ କଥାବାର୍ତ୍ତା ହେଇଥିଲି। ସେ ତାଙ୍କର କିଛି ଅନୁଭୂତି ମତେ କହିଥିଲେ। ଆଉ ଜଣେ ଭକ୍ତ ଥିଲେ, ସେ ଦୀକ୍ଷା ନବାକୁ ଯାଉଥିଲେ ବୃନ୍ଦାବନକୁ। ତାଙ୍କର ବି କିଛି ଅନୁଭୂତି ସେ ମତେ କହିଥିଲେ। ମୁଁ ମୋର କିଛି ଯାହା ମାନେ ଭକ୍ତିରେ ଯାହା ମୋର କିଛି ମାନେ ଯାହା ତ୍ରୁଟି ଆସୁଥିଲା, ମୁଁ ତାଙ୍କୁ କିଛି କହୁଥିଲି, ସେ ମତେ ତାର ବାଟ ଦେଖଉଥିଲେ। କେମିତି ତମେ ଭକ୍ତି ମାର୍ଗରେ ଭଲ କରିପାରିବ, କେମିତି ମାନେ ଭଗବାନଙ୍କୁ ଡାକିବାରେ କେମିତି ତ୍ରୁଟି ନହବ। ବହୁତ ଜିନିଷ ସେ ମତେ କହିଥିଲେ, ବହୁତ ଭଲ ବି ଲାଗିଥିଲା। ଆଉ ତାଙ୍କ କଥା ଗୁଡାକୁ ବି ବହୁତ ମାନେ ମନକୁ ଗଲା ବେଳକୁ ବହୁତ ମାନେ ମୁଁ କଣ କହିବି ଜାଣିପାରୁନି, ବହୁତ ବହୁତ ବଢିଆ ଲାଗୁଥିଲା ତାଙ୍କ କଥା ଗୁଡାକ। ଆଉ ଏମିତି ହେଇଥିଲା, ଯାତ୍ରା ଷ୍ଟାର୍ଟ ହେଇଥିଲା। ଆଉ ପ୍ରଥମ ଥର ଦେଖିଥିଲି ଯେ
ମୁଁ ଟ୍ରେନରେ ବହୁତ ଥର ଯାଇଛି, ବହୁତ ଜାଗାକୁ ଯାଇଛି, କିନ୍ତୁ ଫାର୍ଷ୍ଟ ଟାଇମ ଟ୍ରେନରେ କୀର୍ତ୍ତନ ହେଇଥିଲା। କୀର୍ତ୍ତନରେ ହରେ କୃଷ୍ଣ ନାମ ହେଇଥିଲା, ତାପରେ ସମସ୍ତେ ନାଚିଥିଲେ, ଆଉ ଟ୍ରେନରେ ପ୍ରସାଦ ସେବନ, ମାନେ କଣ ଏଇଟା ଗୋଟେ ମାନେ ଯେମିତି ସ୍ୱପ୍ନ ଭଳିଆ ଲାଗୁଛି। ମାନେ ବହୁତ ଭଲ ଲାଗୁଥିଲା ସେ ପରିବେଶ। ଟ୍ରେନର ଯୋଉ ଯାତ୍ରା ଥିଲା ପୁରା ଅପୂର୍ବ ଥିଲା, ମାନେ ମନକୁ ମନ ଛୁଆଁ ଅପୂର୍ବ ଯାତ୍ରାଟା ଥିଲା ମୋର ପାଇଁ ଏଇଟା। ଆଉ ଟ୍ରେନର ଷ୍ଟପେଜ ଥିଲା ଆମର ମଥୁରା ଜଙ୍କସନ ଥିଲା, ତ ସେଇଠି ଆମେ ତ ଓହ୍ଲେଇଥିଲେ। ସେଇ ହରେକୃଷ୍ଣ ନାମରେ ଆମର ଯାତ୍ରାଟା ବି ସେଇଠି ଷ୍ଟାର୍ଟ ହେଇଥିଲା। ସେଇଠୁ ଆମେ ଯାଇଥିଲୁ ବୃନ୍ଦାବନର ସବୁ ସ୍ଥାନ ଦର୍ଶନ କଲୁ, ବହୁତ ଜାଗା ଦେଖିଲୁ, ଭକ୍ତିମୟ ସ୍ଥାନ ଗୁଡିକୁ ଦେଖିଲୁ। ଯେମିତି ଆଉ ଗୋଟେ ଜିନିଷ କହିବାକୁ ଗଲେ, ବୃନ୍ଦାବନର ଲୋକମାନଙ୍କର ମାନେ ଲୋକମାନଙ୍କର କଥା ଆରମ୍ଭ ହଉଥିଲା ରାଧାଙ୍କ ନାମରେ। ଯୋଉ ବି ଲୋକ ହୁଅନ୍ତୁ ସେଠିକାର, ଯାହାକୁ ବି ଦେଖିବେ ସେ ମାନେ ତାଙ୍କ ପ୍ରତ୍ୟେକ କଥାରେ ରାଧା ଶବ୍ଦ, କୃଷ୍ଣ ଶବ୍ଦ, ସେଇଟା ଆହୁରି ବହୁତ ମନ ଛୁଆଁ କରୁଥିଲା। ତାପରେ ସେଠି ଭକ୍ତ ମାନଙ୍କୁ ବହୁତ ସମ୍ମାନ ମିଳୁଥିଲା। ଆଉ ବାଟରେ ଯଦି ଆପଣ ଯାଉଛନ୍ତି, ତିଲକ କରିଛନ୍ତି, ଆପଣ ଯଦି ନାମ ଜପ କରୁଛନ୍ତି, ସେଠି ଲୋକମାନେ ଆପଣଙ୍କୁ ବହୁତ ସମ୍ମାନ, ମାନେ ବହୁତ ଆଦର କରୁଥିଲେ। ଆଉ ତାଙ୍କର ପ୍ରତ୍ୟେକ ନାମ ରାଧା ନାମ ଧରୁଥିଲେ ସେ। ମୁଁ ରାତିରେ ଶୋଇଲା ବେଳେ ବି ଯେତେବେଳେ ରୁମ ରେ ଶୋଇଥାଏ, ରାତି 12ଟା 1 2ଟା ବାଜୁଥାଏ, ତଳେ ରୁମ ର ତଳେ ବି ବହୁତ ଜୋରେ ରାଧା ରାଧା ଚିଲଉଥାନ୍ତି, ଆଉ ରାଧା ରାମ କୃଷ୍ଣ କୃଷ୍ଣ ବି କହୁଥାନ୍ତି ବହୁତ। ସେଇଟା ବି ବହୁତ ଭଲ ଲାଗୁଥିଲା। ଆଉ ସେମାନଙ୍କ ଶ୍ରଦ୍ଧା ଦେଖିଲେ ମନରେ ଭଗବାନଙ୍କ ପ୍ରତି ପ୍ରେମ ଆପେ ଆପେ ଜାଗ୍ରତ ହେଇଯାଉଥିଲା। ମାନେ ଏଇଭଳିଆ ଥିଲା ସେଠିକାର ସବୁ ମାନେ ପରିବେଶ। ଏମିତି ବହୁତ ସ୍ଥାନ ଆମେ ସେଠି ମାନେ ଆମର ବୁଲିଥିଲୁ, ଯେମିତି ଆମର ବାଙ୍କି ବିହାରୀ ମନ୍ଦିର, ରାଧାରମଣ, ଇସ୍କନ ମନ୍ଦିର, ଭକ୍ତମାନଙ୍କ ସହିତ ମିଶିଥିଲୁ। ଆଉ ବୈଷ୍ଣବ ମନ୍ଦିର ବି ଯାଇଥିଲୁ, ସେଠିକାର ମହାତ୍ମ୍ୟ ଲୀଳା ବିଷୟରେ ବୁଝିଥିଲୁ। ଯାହା ଯାହା ଆମେ ଯାତ୍ରା କଲୁ ତାହା ବହୁତ ଅର୍ଥପୂର୍ଣ୍ଣ ଥିଲା, ଆଉ ବହୁତ ମାନେ ସେଠିକାର ସବୁ ଯାହା ଉଁ ମାନେ ଆମର ଯୋଉ ଥିଲା ସେଠିକାର ତଥ୍ୟ ଗୁଡାକୁ ବି ସେ ଆମକୁ ଦଉଥାନ୍ତି, ପ୍ରତିପାଦନ କରୁଥାନ୍ତି ଆମ ଆଗରେ ଭକ୍ତମାନେ। ବୃନ୍ଦାବନର ପରିକ୍ରମା ସେଇଟା ତ ବହୁତ ବଢିଆ ଥିଲା। ମୁଁ 22 କିଲୋମିଟର କେବେ ପାଦରେ ଚାଲି ନଥିଲି। ଯେତେବେଳେ ମୁଁ ଆମର ଯୋଉ ଅ ଗିରି ଗୋବର୍ଦ୍ଧନ ମହାରାଜ ତାଙ୍କର ଯେତେବେଳେ ପରିକ୍ରମା ଟା ହେଲା, ସେତେବେଳେ 22 କିଲୋମିଟର ଯୋଉ, ମୁଁ 22 କିଲୋମିଟର କେବେ ଚାଲିନି। କିନ୍ତୁ ମୁଁ ଯେତେବେଳେ ବା ଚାଲିଥିଲି ମାନେ ଭଗବାନଙ୍କ ନାମ ଜପିକି ଭକ୍ତ ମାନଙ୍କ ସହିତ, ମତେ ଜଣା ପଡିଲାନି ମୁଁ 22 କିଲୋମିଟର କେତେବେଳେ କମ୍ପ୍ଲିଟ କରିଦେଲି। ମାନେ ବହୁତ ବହୁତ ଭଲ ଲାଗିଲା। ତାପରେ ବୃନ୍ଦାବନ ପରିକ୍ରମା ବି ମୁଁ ବହୁତ ମାନେ ଭକ୍ତ ମାନଙ୍କ ସହିତ କରିଥିଲି। ସେତେବେଳେ ବି ତାଙ୍କର ସେ ଯୋଉ ନଗର କୀର୍ତ୍ତନ ହଉଥିଲା, ସଂକୀର୍ତ୍ତନ ହଉଥିଲା, ବହୁତ ଦିବ୍ୟ ଅନୁଭୂତି ଲାଗୁଥିଲା, ମାନେ ବହୁତ ଦିବ୍ୟ ଲାଗୁଥିଲା ଏଇଟା। ରାସ୍ତାରେ ଯୋଉ ସାଧୁ ସନ୍ଥ ମାନେ ବି ଦର୍ଶନ ମିଳୁଥିଲା ତାଙ୍କର। ତାପରେ ଯମୁନା ଆରତି ଯୋଉ ହଉଥିଲା, ସେଗୁଡାକ ବହୁତ ମାନେ ହୃଦୟକୁ ଛୁଉଁଥିଲା। ତାପରେ ତାପରେ ସେଠି ଭକ୍ତ ମାନଙ୍କ ସହିତ ରହିକି ବି ବହୁତ ସାତ୍ବିକ ଭୋଜନ ମିଳିଥିଲା, ସ୍ୱାଦ ମିଳିଥିଲା। ମାନେ ବହୁତ ଜିନିଷ ମିଳିଥିଲା, ଆଉ କଣ ମୁଁ ଜାଣିପାରୁନି କେତେ ଜିନିଷ ମିଳିଯାଇଛି ବା ବୃନ୍ଦାବନରେ। ଏଇ ଜିନିଷ ଟାକୁ ମୁଁ ଭୁଲି ମାନେ ଜୀବନରେ କେବେ ମନରୁ ବି ଯିବନି ଏଇ ଜିନିଷ। ମାନେ ବହୁତ ବହୁତ ମାନେ ବହୁତ ନିଷ୍କାମ କର୍ମ କରିଥିଲେ ଏଇଭଳିଆ ପୁଣ୍ୟ ଜାଗାକୁ ଯିବାକୁ ମିଳେ, ଆଉ ପୁଣ୍ୟ ପୁରା ଭକ୍ତ ସଙ୍ଗ ମିଳେ। ଜଣେ ପ୍ରକୃତ ବୈଷ୍ଣବଙ୍କ ସହିତ ରହିଲେ ମାନେ ଅନ୍ୟ ମାନଙ୍କର ସେବା କରିବାକୁ ସୁଯୋଗ ମିଳେ, ସମସ୍ତଙ୍କର ଭକ୍ତିରେ କୃଷ୍ଣଙ୍କୁ ଦେଖିବାକୁ ବି ସୁଯୋଗ ମିଳେ, ଯୋଉ ଶିକ୍ଷା ମିଳେ। ସେଇଥିରୁ ବୃନ୍ଦାବନର ଯାତ୍ରାର ଯୋଉ ଶ୍ରେଷ୍ଠ ଉପଲବ୍ଧି ଟା, ମୁଁ କଣ କହିବି, ସଂକ୍ଷେପରେ କହିବାକୁ ଗଲେ ବି ସରିବନି। ବୈଷ୍ଣବ ମାନଙ୍କ ସହିତ ଯୋଉ ବୃନ୍ଦାବନର ଯାତ୍ରାଟା ଥିଲା, ବହୁତ ଭଲ ଥିଲା। ଆଉ ଏଇଟା ତ ଗୋଟେ ପର୍ଯ୍ୟଟନ ନୁହେଁ ମୋ ପାଇଁ, ଏଇଟା ଗୋଟେ ନିଜର ଆତ୍ମା ଆଉ ପରମାତ୍ମାଙ୍କ ସହିତ ଯୋଉଠି ରହିବାର ଗୋଟେ ସୁବର୍ଣ୍ଣ ସୁଯୋଗ ଏଇଟା ଗୋଟେ ଥିଲା ମୋ ପାଇଁ। ଭଗବାନଙ୍କ ନାମ ସବୁଥିରେ ଥିଲା ଏଇଠି। ଯୋଉ ସ୍ଥାନକୁ ବି ଯାଉଥାଏ ଭଗବାନଙ୍କ ନାମ ଥାଏ, ବହୁତ ଖୁସି ଲାଗୁଥାଏ। ଆଉ
ମାନେ ଭାବେ ବେଳେ ବେଳେ ଯେ ଏଇଭଳିଆ ମାନେ ଏଇଭଳିଆ ଯୋଉ ଜାଗାକୁ ଯିବା ଭକ୍ତ ମାନଙ୍କ ସହିତ ଯିବା ସବୁବେଳେ ମିଳୁଥାଉ ଏଇଭଳିଆ ଏଇଭଳିଆ ଯୋଉ ପୁଣ୍ୟ କଲେ ଏଇଭଳିଆ ମାନେ କେତେ ଜନ୍ମର ପୁଣ୍ୟ ଥିଲେ ଏଇଭଳିଆ ସମୟ ଗୋଟେ ଆସେ। ତ ଏଇଟା ଗୋଟେ ପ୍ରେମର ସମୟ ଥିଲା ଆଉ ଭକ୍ତିର ଥିଲା। ତେଣୁ ବହୁତ ଭଲ ଲାଗିଥିଲା। ଯାହା ବି ତ୍ରୁଟି ଥିବ ମତେ କ୍ଷମା କରିବେ ମୋ କଥାରେ। ଆଉ ସମସ୍ତ ବରିଷ୍ଠ ଭକ୍ତ ମାନଙ୍କୁ ମୋର ପ୍ରଣାମ ଆଉ ଧନ୍ୟବାଦ ଯେ ଆପଣ ମାନେ ଏଇଭଳିଆ ତୁଚ୍ଛ ଗୋଟେ ମନୁଷ୍ୟକୁ ଆପଣ ମାନଙ୍କ ସାଙ୍ଗରେ ନେଲେ ଆଉ ସଙ୍ଗ ଦେଲେ ଆଉ ଭକ୍ତି ଭାବରେ ଯୋଉ ଆଗକୁ ନେଲେ ତା ପାଇଁ ବହୁତ ବହୁତ ଧନ୍ୟବାଦ। ଏତିକି କହିବି। ହରେ କୃଷ୍ଣ। हरे कृष्ण। ये वॉइस तो अनुभव वृंदावन सुंदर अनुभव प्रभु प्रकाश कले। अनुभव पर गोटे स्पेशल जिनस आसे ताको परिवर्तन। आज्ञा। तेणु तुमको कौन लगुच वृंदावन आसिया पर तुम कि प्रकार आखि दृश्य परिवर्तन आसी कहल। ମାନେ ମୁଁ କହିବାକୁ ଗଲେ ମୁଁ କେବେ ଜପ କରୁନଥିଲି। ମୁଁ ଫାଷ୍ଟ ଟାଇମ ବୃନ୍ଦାବନରେ ଜପ କରିଛି। ଆଉ ମାନେ ବହୁତ ଭଲ ଲାଗିଲା ମନକୁ ମାନେ ମାନେ ମନ ମୋର ସେଠି ନିର୍ମଳ ଥିଲା। ଆକ୍ଚୁଆଲି କହିବାକୁ ଗଲେ ମୁଁ ଏଠି ରାଗି ଯାଏ ଟିକେ ଟିକେ କଥାରେ ଘରେ ଏଠି ସେମିତି ଏବେ ସେଠୁ ଆସିଲା ପରେ ମାନେ ମନ ପୁରା ଶାନ୍ତ ରହୁଛି। ଆଉ ଏବେ ଟିକେ ଆସ୍ତେ ଆସ୍ତେ ମୁଁ ଭଗବାନଙ୍କ ଆଡକୁ ଟିକେ ଟାଣି ହେଲା ଭଳିଆ ଲାଗୁଛି। ବହୁତ ଜିନିଷ ହଉ ଶିଖିଛି। ତାହେଲେ ସକାଳ 5:20 ତୁମେ ଜଏନ କରିବ ସକାଳ ଜୁମ ରେ ଆଉ ମିଶିକି ଆଜ୍ଞା ଜପ କରିବା। ଷ୍ଟାର୍ଟ ଆଜ୍ଞା କର ତାହେଲେ ଭଲସେ ହେଲା। ଆଜ୍ଞା ଆଜ୍ଞା। ହଉ ଧନ୍ୟବାଦ। ଆଉ କିଏ କହିବା ପାଇଁ ଚାହିଁବ? सोनाली माता जी। हरे कृष्ण प्रभु धन्यवाद प्रणाम। ତ ତମେ କାଲି କୁହ ତମେ କହିବା ପାଇଁ ତ ଟାଇମ ଲାଗିବ 2 ଘଣ୍ଟା ଖଣ୍ଡେ ତମେ କେତେ ନବ ସମୟ ଆମେ ଜାଣିପାରୁନୁ। ତେଣୁ କାଲି ତୁମେ ଷ୍ଟାର୍ଟ କର ତମେ ଆଉ ଚିଲି ମାତା जी ମଧ୍ୟ ଅଛନ୍ତି ନା କଣ କହୁଛନ୍ତି ହବ? ତାହେଲେ ହଉ ଠିକ ଅଛି ପ୍ରଭୁ। ହଉ ତାହେଲେ ଠିକ ଅଛି ଆମେ ସେସନକୁ ଏଠି ବିରାମ ଦବା ସମୟ ମଧ୍ୟ ହେଇଗଲାଣି। କାଲି ସମସ୍ତେ ଚେଷ୍ଟା କରିବ ମର୍ଣ୍ଣିଂ ରେ ଜଏନ କରିବା ପାଇଁ 5:20-25 ଜଏନ କରିବା ପାଇଁ ମିସ୍ କରିବନି। ହଉ ଏଥିପାଇଁ ସମସ୍ତଙ୍କୁ ପୁନଃ ଧନ୍ୟବାଦ ବିଶେଷ କରିକି ଆମର आकाश प्रभु पूजा माता जी विवेकानंद प्रभु और अन्य समस्त भक्त ମାନଙ୍କୁ विशेष धन्यवाद ଯୋଉମାନେ ବୃନ୍ଦାବନ ଅନୁଭବକୁ ଶ୍ରବଣ କରୁଥିଲେ ଆଉ ପରିବର୍ତ୍ତନର ସ୍ୱରକୁ ନିଜ ହୃଦୟରେ ଜାଗ୍ରତ କଲେ। हरे कृष्ण श्रील प्रभुपाद की जय अनंत कोटि वैष्णव वृंद की जय वृंदावन धाम महामहोत्सव की जय संवेद गौर भक्त वृंद की जय गौर